ଏଠାରେ ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବାର ଦୃଷ୍ଟାନ୍ତଟି ଏତିକି ଅଂଶରେ ପ୍ରଯୁଜ୍ୟ ଯେ ମନୁଷ୍ୟ ଅନେକ ବସ୍ତ୍ର ପରିବର୍ତ୍ତନ କରିଥିଲେ ମଧ୍ୟ ଯେପରି ନିଜେ ଏକ ରହିଥାଏ, ସେପରି ସ୍ୱୟଂ ଅନେକ ଜନ୍ମରେ ଅନେକ ଶରୀର ଧାରଣ କଲେ ମଧ୍ୟ ସେ ଏକ ହିଁ ରହିଥାଏ। ସେପରି ପୁରାତନ ବସ୍ତ୍ର ପରିତ୍ୟାଗ କଲେ ଆମେ ମରିଯାଉ ନାହିଁ ଏବଂ ନୂତନ ବସ୍ତ୍ର ପରିଧାନ କଲେ ଆମେ ଜନ୍ମ ହେଉ ନାହିଁ। ସେପରି ପୁରାତନ ଶରୀର ପରିତ୍ୟାଗ କଲେ ଆମେ ମରିଯାଉ ନାହିଁ ଏବଂ ନୂତନ ବସ୍ତ୍ର ଧାରଣ କଲେ ଆମେ ଜନ୍ମ ହେଉ ନାହିଁ। ତାତ୍ପର୍ଯ୍ୟ ହେଲା, ଶରୀର ମରୁଛି, ଆମେ ମରୁ ନାହିଁ। ଯଦି ଆମେ ମରୁଥାନ୍ତେ ତେବେ ପାପ ପୁଣ୍ୟର ଫଳ କିଏ ଭୋଗନ୍ତା? ଅନ୍ୟ ଜଣକୁ କିଏ ଯାଆନ୍ତା? ଶେଷରେ ବନ୍ଧନରେ କିଏ ପଡ଼ନ୍ତା? ମୁକ୍ତ କିଏ ହୁଅନ୍ତା? ଶସ୍ତ୍ରଗୁଡ଼ିକ ଶରୀରକୁ ଛେଦନ କରିପାରନ୍ତି ନାହିଁ। ଅଗ୍ନି ଏହାକୁ ଦହନ କରିପାରେ ନାହିଁ, ଜଳ ଏହାକୁ ସିକ୍ତ କରିପାରେ ନାହିଁ ଏବଂ ବାୟୁ ଏହାକୁ ଶୁଷ୍କ କରିପାରେ ନାହିଁ। ଏ ଶରୀରକୁ ଶସ୍ତ୍ରଗୁଡ଼ିକ ଛେଦନ କରିପାରନ୍ତି ନାହିଁ, କାରଣ ପ୍ରାକୃତ ଶସ୍ତ୍ରଗୁଡ଼ିକ ସେ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ। ସବୁ ଶାସ୍ତ୍ର ପୃଥିବୀ ତତ୍ତ୍ୱରୁ ଉତ୍ପନ୍ନ ହୁଏ। ପୃଥିବୀ ତତ୍ତ୍ୱ ଏ ଶରୀରଠାରେ କୌଣସି ବିକାର ସୃଷ୍ଟି କରିପାରେ ନାହିଁ। କେବଳ ଏତିକି ନୁହେଁ, ବିକୃତି କରିବା ତ ଦୂରର କଥା, ପୃଥିବୀ ତତ୍ତ୍ୱ ଏ ଶରୀର ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ଅଗ୍ନି ଏ ଶରୀରକୁ ଦହନ କରିପାରିବ ନାହିଁ, କାରଣ ଅଗ୍ନି ସେ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। ଯଦି ସେ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ, ତେବେ ତାହାକୁ ଦହନ କରିବ କିପରି? ତାତ୍ପର୍ଯ୍ୟ ହେଲା, ଅଗ୍ନି ତତ୍ତ୍ୱ ଏ ଶରୀରଠାରେ ଆଦୌ କୌଣସି ପ୍ରକାର ବିକାର ଉତ୍ପନ୍ନ କରିପାରିବ ନାହିଁ। ଜଳ ଏହାକୁ ସିକ୍ତ କରିପାରେ ନାହିଁ, କାରଣ ଜଳ ସେ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। ତାତ୍ପର୍ଯ୍ୟ ହେଲା, ଜଳ ତତ୍ତ୍ୱ ସେ ଶରୀରଠାରେ ଆଦୌ କୌଣସି ବିକାର ଉତ୍ପନ୍ନ କରିପାରେ ନାହିଁ। ବାୟୁ ଏହାକୁ ଶୁଷ୍କ କରିପାରେ ନାହିଁ, ଅର୍ଥାତ୍ ଏ ଶରୀରକୁ ଶୁଖାଇବାର ସାମର୍ଥ୍ୟ ବାୟୁର ନାହିଁ, କାରଣ ସେ ପର୍ଯ୍ୟନ୍ତ ବାୟୁ ପହଞ୍ଚି ପାରେ ନାହିଁ। ତାତ୍ପର୍ଯ୍ୟ ହେଲା, ବାୟୁ ତତ୍ତ୍ୱ ଏ ଶରୀରଠାରେ କୌଣସି ପ୍ରକାର ବିକୃତି ଉତ୍ପନ୍ନ କରିପାରେ ନାହିଁ। ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶ ଏ ପାଞ୍ଚଟିକୁ ମହାଭୂତ କୁହାଯାଏ। ଏଥିମଧ୍ୟରୁ ପ୍ରଥମ ଚାରୋଟି ମହାଭୂତ ଏ ଶରୀରଠାରେ କୌଣସି ବିକୃତି କରିପାରନ୍ତି ନାହିଁ ବୋଲି ଭଗବାନ କହିଛନ୍ତି, କିନ୍ତୁ ପଞ୍ଚମ ମହାଭୂତ ଆକାଶର କୌଣସି ଚର୍ଚ୍ଚା କରିନାହାନ୍ତି। ଏହାର କାରଣ, କୌଣସି କ୍ରିୟା କରିବାର ଶକ୍ତି ଆକାଶର ନାହିଁ। କ୍ରିୟା ଅର୍ଥାତ୍ ବିକୃତି କରିବାର ଶକ୍ତି କେବଳ ଏହି ଚାରୋଟି ମହାଭୂତଙ୍କର ଅଛି। ଆକାଶ ସବୁକୁ ଅବକାଶ ଦିଏ ମାତ୍ର। ପୃଥିବୀ, ଜଳ, ତେଜ ଓ ବାୟୁ ଏହି ଚାରୋଟି ତତ୍ତ୍ୱ ଆକାଶରୁ ଉତ୍ପନ୍ନ ହୋଇ ମଧ୍ୟ ନିଜର କାରଣଭୂତ ଆକାଶରୁ କୌଣସି ପ୍ରକାର ବିକାର ଉତ୍ପନ୍ନ କରିପାରନ୍ତି ନାହିଁ। ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପୃଥିବୀ, ଜଳ, ଅଗ୍ନି ଓ ବାୟୁ ଯଥାକ୍ରମେ ଆକାଶକୁ ଛେଦନ, ସିକ୍ତ, ଦହନ ଓ ଶୁଷ୍କ କରିପାରନ୍ତି ନାହିଁ। ଏ ଚାରି ତତ୍ତ୍ୱ ନିଜ କାରଣଭୂତ ଆକାଶର କାରଣଭୂତ ମହତ୍ତତ୍ତ୍ୱର ଏବଂ ମହତ୍ତତ୍ତ୍ୱର କାରଣଭୂତ ପ୍ରକୃତିର ମଧ୍ୟ କୌଣସି କ୍ଷତି କରିପାରନ୍ତି ନାହିଁ। ତେବେ ପ୍ରକୃତିରୁ ଅତୀତ ଶରୀର ପର୍ଯ୍ୟନ୍ତ ଏସବୁ ପହଞ୍ଚିବେ କିପରି? ଏହି ଗୁଣଯୁକ୍ତ ପଦାର୍ଥ ନିର୍ଗୁଣ ତତ୍ତ୍ୱରେ ପହଞ୍ଚି ପାରିବେ ନାହିଁ। ଶରୀର ହେଉଛି ନିତ୍ୟ ତତ୍ତ୍ୱ। ପୃଥିବୀ ପ୍ରଭୃତି ଚାରି ତତ୍ତ୍ୱକୁ ଏଥିରୁ ସତ୍ତା ସ୍ଫୂର୍ତ୍ତି ମିଳିଥାଏ। ଯେଉଁଥିରୁ ଚାରିଟିକୁ ସତ୍ତା ସ୍ଫୂର୍ତ୍ତି ମିଳୁଛି, ତାହାକୁ ଏସବୁ ବିକୃତ କରିପାରିବେ କିପରି? ଏ ଶରୀର ସର୍ବବ୍ୟାପକ ଏବଂ ପୃଥିବୀ ଆଦି ଚାରି ତତ୍ତ୍ୱ ବ୍ୟାପୀ ଅର୍ଥାତ୍ ଏହାର ଅନ୍ତର୍ଗତ। ବ୍ୟାପୀ ବସ୍ତୁ ବ୍ୟାପକର କିପରି କ୍ଷତି କରିପାରିବ? ତାହାର କ୍ଷତି କରିବା ଅସମ୍ଭବ। ଏଠାରେ ଯୁଦ୍ଧ ପ୍ରସଙ୍ଗ ଚାଲିଛି। ଏ ସମସ୍ତ ସମ୍ବନ୍ଧେ ମରିଯିବେ, ଏକଥାକୁ ନେଇ ଅର୍ଜୁନ ଶୋକ କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଯେ, ଏମାନେ କିପରି ମରିଯିବେ? ସେ ପର୍ଯ୍ୟନ୍ତ ତ ଅସ୍ତ୍ରଗୁଡ଼ିକ କ୍ରିୟା ପହଞ୍ଚି ବି ପାରେ ନାହିଁ। ଅର୍ଥାତ୍ ଶସ୍ତ୍ର ଦ୍ୱାରା ଶରୀର କଟିଗଲେ ମଧ୍ୟ ଶରୀର କଟେ ନାହିଁ। ଅଗ୍ନିସ୍ତ୍ର ଦ୍ୱାରା ଶରୀର ଜଳିଗଲେ ମଧ୍ୟ ଶରୀର ଜଳେ ନାହିଁ। ବରୁଣାସ୍ତ୍ର ଦ୍ୱାରା ଶରୀର ଓଦା ହୋଇଗଲେ ମଧ୍ୟ ଶରୀର ଓଦା ହୁଏ ନାହିଁ ଏବଂ ବାୟବସ୍ତ୍ର ଦ୍ୱାରା ଶରୀର ଶୁଖିଗଲେ ମଧ୍ୟ ଶରୀର ଶୁଖେ ନାହିଁ। ତାତ୍ପର୍ଯ୍ୟ ହେଉଛି, ଅସ୍ତ୍ରଶସ୍ତ୍ର ଦ୍ୱାରା ଶରୀର ମରେ, କିନ୍ତୁ ଶରୀର ମରେ ନାହିଁ, ତ ଅକ୍ଷୁଣ୍ଣ ରହେ। ସୁତରାଂ ଏ କଥାରେ ଶୋକ କରିବା ତୁମର ଅଜ୍ଞାନତା ମାତ୍ର। ଏ ଶରୀରକୁ ଛେଦନ କରାଯାଇପାରେ ନାହିଁ, ଜଳାଯାଇପାରେ ନାହିଁ, ଆର୍ଦ୍ର କରାଯାଇପାରେ ନାହିଁ ଓ ଶୁଷ୍କ କରାଯାଇପାରେ ନାହିଁ, କାରଣ ଏହା ନିତ୍ୟ, ସର୍ବବ୍ୟାପୀ, ଅଚଳ, ସ୍ଥାଣୁ ଓ ଅନାଦି। ଶସ୍ତ୍ର ଶରୀରକୁ ଛେଦନ କରିପାରେ ନାହିଁ। ଏହାର ଅର୍ଥ ନୁହେଁ ଯେ ଶସ୍ତ୍ରର ଅଭାବ ଅଛି ବା ଶସ୍ତ୍ର ଚାଳନ କରି ଅଯୋଗ୍ୟ, ବରଂ ଏହାର ତାତ୍ପର୍ଯ୍ୟ ହେଲା, ଛେଦନର ପ୍ରକ୍ରିୟା ଶରୀରଠାରେ ପ୍ରବିଷ୍ଟ ହୋଇପାରେ ନାହିଁ, ତେଣୁ ଏହା ଅଛେଦ୍ୟ। ଶସ୍ତ୍ର କଥା ଛାଡ଼, ମନ୍ତ୍ର, ଶାପ ଇତ୍ୟାଦି ଦ୍ୱାରା ମଧ୍ୟ ଏ ଶରୀରର ଛେଦନ କରାଯାଇପାରେ ନାହିଁ। ଯାଜ୍ଞବଲ୍କ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ତାଙ୍କ ଶାପରେ ଶାକଲ୍ୟଙ୍କ ମୁଣ୍ଡ କଟିଗଲା। ଏହି ପ୍ରକାର ଦେହ ତ ମନ୍ତ୍ର ବାଣୀ ଦ୍ୱାରା କଟିଯାଇପାରେ, କିନ୍ତୁ ଦେହୀ ସର୍ବଦା ଅଛେଦ୍ୟ। ଏ ଶରୀର ଅଦ୍ରାହ୍ୟ, କାରଣ ଏଥିରେ ଜଳିବାର ଯୋଗ୍ୟତା ନାହିଁ। ଅଗ୍ନି ତ ଦୂରର କଥା, ମନ୍ତ୍ର, ଶାପ ଇତ୍ୟାଦିରେ ବି ଏହି ଦେହୀ ଜଳିପାରେ ନାହିଁ। ଦମୟନ୍ତୀଙ୍କ ଶାପରୁ ବିନା ଅଗ୍ନିରେ ମଧ୍ୟ ବ୍ୟାଧା ଜଳି ଭସ୍ମ ହୋଇଯାଇଥିଲା। ଯାହା ଦାହ୍ୟ ତାହା ଏହି ପ୍ରକାର ଅଗ୍ନି, ଶାପ ଇତ୍ୟାଦି ଦ୍ୱାରା ଜଳିପାରେ। ଦେହୀରେ ଦହନକ୍ରିୟା ଆଦୌ ପ୍ରବେଶ କରିପାରେ ନାହିଁ। ଏ ଦେହୀ ଅକ୍ଲେଦ୍ୟ, ଅର୍ଥାତ୍ ଏଥିରେ ଆର୍ଦ୍ର ହେବାର ଯୋଗ୍ୟତା ନାହିଁ। ଜଳ, ମନ୍ତ୍ର, ଶାପ, ଔଷଧ ପ୍ରଭୃତି ଦ୍ୱାରା ଏହା ଆର୍ଦ୍ର ହୋଇପାରେ ନାହିଁ। ଶୁଣିବାକୁ ମିଳେ ଯେ, ମାଲକୋଣ୍ଡା ରାଗ ଗାଇଲେ ପଥର ପାଣି ହୋଇଯାଏ, ଚନ୍ଦ୍ରକୁ ଦେଖି ଚନ୍ଦ୍ରକାନ୍ତ ମଣି ତରଳିଯାଏ, କିନ୍ତୁ ଦେହୀ ରାଗରାଗିଣୀ ଦ୍ୱାରା ଆର୍ଦ୍ର ହୋଇପାରେ ନାହିଁ।
ଏହା ଦେଇ ଅଶସ୍ୟ। ଏହା ଏପରି ବସ୍ତୁ ନୁହେଁ ଯେ ଯାହାକୁ ବାୟୁ ଶୁଷ୍କ କରିପାରିବ, କାରଣ ଏଥିରେ ଶୋଷଣ କ୍ରିୟା ପ୍ରବେଶ କରିପାରିବ ନାହିଁ। ବାୟୁ ଦ୍ୱାରା ମନ୍ତ୍ର ସାପ ଔଷଧି ପ୍ରଭୃତି ଦ୍ୱାରା ଦେହି ଶୁଖିପାରେ ନାହିଁ। ଅଗସ୍ତ୍ୟ ମୁନି ସମୁଦ୍ରକୁ ଶୋଷଣ କରିନେଲେ ସିନା ଏ ଶରୀରକୁ ନିଜ ଶକ୍ତି ବଳରେ କିଏ ଶୋଷଣ କରିପାରିବ ନାହିଁ। ବିନାଶର ସମ୍ଭାବନାକୁ ନେଇ ଅର୍ଜୁନ ଶୋକ କରୁଥିଲେ। ତେଣୁ ଶରୀରକୁ ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ, ଅଶେଷ କହିସାରି ଭଗବାନ ଏବଚ ପଦ ଦ୍ୱାରା ବିଶେଷ ଗୁରୁତ୍ୱ ଦେଇ କହୁଛନ୍ତି ଯେ ଏ ଶରୀରରେ ଏଭଳି ଗୁଣସମ୍ପନ୍ନ, ଏଥିରେ କୌଣସି କ୍ରିୟା ପ୍ରବେଶ କରିପାରେ ନାହିଁ। ତେଣୁ ଏ ଶରୀର ଶୋକର ବିଷୟ ନୁହେଁ। ଦେହି ନିତ୍ୟ ଅଟେ। ଏହା କୌଣସି ସମୟରେ ଯେ ନଥିଲା ଏବଂ କୌଣସି ସମୟରେ ଯେ ରହିବ ନାହିଁ ସେ କଥା ନୁହେଁ। ଏହା ନିରନ୍ତର ଯଥାବତ୍ ରହେ। ଦେହି ଯଦି ସବୁ ସମୟରେ ଯଥାବତ୍ ରହୁଛି ତେବେ କୌଣସି ନା କୌଣସି ସ୍ଥାନରେ ତ ରହୁଥିବ। ଏହାର ଉତ୍ତର କହୁଛନ୍ତି ଏ ଦେହି ସମସ୍ତ ବ୍ୟକ୍ତି, ବସ୍ତୁ, ଶରୀର ଇତ୍ୟାଦିରେ ସମାନ ରୂପରେ ବିରାଜମାନ। ଯଦି ଏ ସର୍ବଗତ ତେବେ କୌଣସି ସ୍ଥାନକୁ ଗମନାଗମନ ତ କରୁଥିବ। ଏହାର ଉତ୍ତର କହୁଛନ୍ତି ଏ ଦେହି ନିତ୍ୟ ସ୍ଥିର ସ୍ୱଭାବ ସମ୍ପନ୍ନ, ଅର୍ଥାତ୍ ଏଥିରେ କେବେ ଗମନାଗମନ ରୂପେ କ୍ରିୟା ହୁଏ ନାହିଁ। ଏହା ସ୍ଥିର ଏବଂ ଏହା କେଉଁଠିକି ଯା ଆସ କରେ ନାହିଁ। ଏକଥା ତ ସତ, କିନ୍ତୁ ଏଥିରୁ କମ୍ପନ ତ ହେଉଥିବ। ଯେପରି ବୃକ୍ଷ କୁଆଡ଼େ ଯା ଆସ ନ କରି ଗୋଟିଏ ସ୍ଥାନରେ ରହୁଥିଲେ ମଧ୍ୟ ଦୋହଲୁଥାଏ, ସେପରି ଏଥିରେ ଅର୍ଥାତ୍ ଦେହରେ ମଧ୍ୟ ଦୋହଲିବା କ୍ରିୟା ତ ହେଉଥିବ। ଏହାର ଉତ୍ତରରେ ଭଗବାନ କହୁଛନ୍ତି ଯେ ଏହା ସ୍ଥାଣୁ, ଅର୍ଥାତ୍ ଏଥିରେ କେବେ ହେଲେ ଦହନ କ୍ରିୟା ହୁଏ ନାହିଁ। ଏ ଦେହି ଅଚଳ ସ୍ଥାଣୁ, ଏକଥା ସତ, କିନ୍ତୁ ଏହା ତ କେବେ ଜାତ ହୋଇଥିବ। ଏହାର ଉତ୍ତର କହୁଛନ୍ତି ଯେ ଏହା ସନାତନ, ଅନାଦି, ପୁରାଣ। ଏ କୌଣସି ସମୟରେ ଯେ ନଥିଲା ସେ କଥା ନୁହେଁ। ଏ ଦେହି ପ୍ରତ୍ୟକ୍ଷ ଦୃଷ୍ଟିଗୋଚର ହୁଏ ନାହିଁ। ଏହା ଚିନ୍ତନର ବିଷୟ ନୁହେଁ। ଏହାକୁ ନିର୍ବିକାର କୁହାଯାଏ। ତେଣୁ ଏ ଦେହିକୁ ଏପରି ଜାଣି ଶୋକ କରିବା ଅନୁଚିତ। ଶରୀର ଓ ସଂସାର ଯେପରି ସ୍ଥୂଳ ରୂପରେ ଦେଖାଯାଏ, ଏ ଶରୀର ସେପରି ସ୍ଥୂଳ ରୂପରେ ଦେଖାଯାଏ ନାହିଁ, କାରଣ ଏହା ସ୍ଥୂଳ ସୃଷ୍ଟିର ଊର୍ଦ୍ଧ୍ୱରେ। ମନ, ବୁଦ୍ଧି ଓ ପ୍ରକୃତି ଦୃଷ୍ଟିଗୋଚର ନହେଲେ ଆମେ ସେଗୁଡ଼ିକ ବିଷୟରେ ଚିନ୍ତନ କରିପାରୁ, ଅର୍ଥାତ୍ ସେଗୁଡ଼ିକ ଚିନ୍ତନର ବିଷୟ। ମାତ୍ର ଦେହି ଚିନ୍ତନର ବିଷୟ ମଧ୍ୟ ନୁହେଁ, କାରଣ ଏହା ସୂକ୍ଷ୍ମ ସୃଷ୍ଟିର ଊର୍ଦ୍ଧ୍ୱରେ। ଏ ଦେହିକୁ ବିକାରରହିତ କୁହାଯାଏ, ଅର୍ଥାତ୍ ଏଥିରେ କେବେ ତିଳେମାତ୍ର ବି ପରିବର୍ତ୍ତନ ହୁଏ ନାହିଁ। ସବୁରି କାରଣ ହେଉଛି ପ୍ରକୃତି। ସେ କାରଣଭୂତ ପ୍ରକୃତିରେ ମଧ୍ୟ ବିକୃତି ହୁଏ। ମାତ୍ର ଦେହି କାରଣ ଦୃଷ୍ଟିରୁ ରହିତ ହୋଇଥିବାରୁ ଏଥିରେ କୌଣସି ବିକାର ବିକୃତି ହୁଏ ନାହିଁ। ଏହି 8ଟି ନାସ୍ତିବାଚକ ବିଶେଷଣ ଦ୍ୱାରା ଏହା ନିତ୍ୟ, ସର୍ବଗତ, ସ୍ଥାଣୁ ଓ ସନାତନ ଏହି 4ଟି ଅସ୍ତିବାଚକ ବିଶେଷଣ ଦ୍ୱାରା ଦେହର ବର୍ଣ୍ଣନା କରାଯାଇପାରିବ ନାହିଁ, କାରଣ ଅନିର୍ବାଚନୀୟ। ଯାହାଠାରୁ ବଚନ ପ୍ରକୃତି ପ୍ରକାଶିତ ହୁଅନ୍ତି ସେ ଦେହିକୁ ବଚନ ଆଦି କିପରି ପ୍ରକାଶିତ କରିପାରିବେ? ତେଣୁ ଦେହିକୁ ଏହି ରୂପେ ଅନୁଭବ କରିବା ହିଁ ଏହାର ବର୍ଣ୍ଣନା କରିବା। ତେଣୁ ଏ ଦେହିକୁ ଅଚ୍ଛେଦ୍ୟ, ଅଶେଷ, ନିତ୍ୟ, ସନାତନ, ଅବିକାର୍ଯ୍ୟ ପ୍ରକୃତି ରୂପେ ଜାଣିଲେ ଅର୍ଥାତ୍ ଅନୁଭବ କଲେ ତୁମର ଆଉ ଶୋକ ହେବ ନାହିଁ। ହେ ମହାବାହୁ, ଯଦି ତୁମେ ଏ ଦେହକୁ ନିତ୍ୟ ଜନ୍ମଶୀଳ କିମ୍ବା ନିତ୍ୟ ମରଣଶୀଳ ମାନୁଥାଅ, ତଥାପି ମଧ୍ୟ ତୁମେ ଏପରି ଶୋକ କରିବା ଅନୁଚିତ। ଭଗବାନ ଏଠାରେ କହୁଛନ୍ତି ଯଦି ବା ସତ୍ୟ ଓ ସିଦ୍ଧାନ୍ତ ଯେ ଦେହି କୌଣସି ସମୟରେ ଜନ୍ମ ହୁଏ ନାହିଁ କି ମରେ ନାହିଁ, ତ ଯଦି ତୁମେ ସିଦ୍ଧାନ୍ତ ବିରୁଦ୍ଧ କଥା ମାନିଲେ ଦେହି ନିତ୍ୟ ଜନ୍ମଶୀଳ ଓ ନିତ୍ୟ ମରଣଶୀଳ, ତେବେ ବି ତୁମେ ଶୋକ କରିବା ଉଚିତ ନୁହେଁ। କାରଣ ଯିଏ ଜନ୍ମ ହୁଏ ସେ ଅବଶ୍ୟ ମରେ, ଆଉ ଯିଏ ମରେ ସେ ଅବଶ୍ୟ ଜନ୍ମ ହୁଏ। ଏହି ନିୟମକୁ କେହି ଏଡ଼ାଇ ପାରିବେ ନାହିଁ। ମଞ୍ଜିକୁ ମାଟିରେ ପୋତି ଦେଲେ ତ ଅଙ୍କୁରିତ ହୁଏ ଏବଂ ସେ ଅଙ୍କୁର କ୍ରମଶଃ ବୃଦ୍ଧିପ୍ରାପ୍ତ ହୋଇ ବୃକ୍ଷରେ ପରିଣତ ହୁଏ। ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ସେ ମଞ୍ଜିଟି କୌଣସି ମୁହୂର୍ତ୍ତରେ ବି ଏକ ରୂପେ ଥିଲା। ମାଟିରେ ତାହା ନିଜର କଠିନ ରୂପ ତ୍ୟାଗ କରି କୋମଳ ରୂପ ଧରିଲା, ତାପରେ କୋମଳ ରୂପ ଛାଡ଼ି ଅଙ୍କୁର ରୂପ ଧରିଲା, ତାପରେ ଅଙ୍କୁର ରୂପ ଛାଡ଼ି ବୃକ୍ଷ ରୂପ ଧରିଲା ଓ ପରିଶେଷରେ ଆୟୁ ସମାପ୍ତ ହେବାରୁ ତାହା ଶୁଖିଗଲା। ଏହି କ୍ରମରେ ବୀଜ କ୍ଷଣମାତ୍ର ଏକ ରୂପେ ରହୁନାହିଁ, ପ୍ରତିକ୍ଷଣ ବଦଳୁଛି। ଯଦି ବୀଜ କ୍ଷଣମାତ୍ର ଏକ ରୂପେ ରହୁଥାନ୍ତା, ତେବେ ବୃକ୍ଷର ଶିକ୍ଷା ପର୍ଯ୍ୟନ୍ତ କ୍ରିୟା କିପରି ହୋଇଥାନ୍ତା? ସେ ପ୍ରଥମ ରୂପକୁ ଛାଡ଼ିଲା, ଏହା ତାର ମରଣ ଏବଂ ଦ୍ୱିତୀୟ ରୂପ ଧାରଣ କଲା, ଏହା ତାର ଜନ୍ମ। ଏହିପରି ପ୍ରତିକ୍ଷଣ ମରୁଥିଲା, ଜନ୍ମ ହେଉଥିଲା। ଏ ଶରୀରଟି ଠିକ୍ ସେହି ବୀଜ ପରି ବହୁତ ସୂକ୍ଷ୍ମ ରୂପେ ବୀଜକୀଟ ରଜ ସହିତ ମିଶିଲା। ତାହା ବଢ଼ି ଶିଶୁରୂପ ହେଲା ଓ ଜନ୍ମ ହେଲା। ଜନ୍ମ ପରେ ବଢ଼ି ଚାଲିଲା ଓ ତାପରେ କ୍ରମଶଃ କ୍ଷୀଣ ହୋଇ ଶେଷରେ ମରିଗଲା। ଏହିଭଳି ଶରୀରର କ୍ଷୀଣମାତ୍ର ଏକ ରୂପ ନ ରହି ବଦଳୁଥିଲା, ଅର୍ଥାତ୍ ତାହାର ପ୍ରତିକ୍ଷଣ ଜନ୍ମ ମୃତ୍ୟୁ ହେଉଥିଲା। ଭଗବାନ କହୁଛନ୍ତି ଯଦି ତୁମେ ଶରୀରକୁ ଶରୀର ଭଳି ନିତ୍ୟ ମରଣଶୀଳ ମାନୁଥାଅ, ତେବେ ବି ଏହା ଶୋକର ବିଷୟ ହୋଇପାରିବ ନାହିଁ। କାରଣ ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ ଏବଂ ଯିଏ ମରିଛି ତାର ଜନ୍ମ ମଧ୍ୟ ସୁନିଶ୍ଚିତ। ଜନ୍ମ ମରଣ ପ୍ରବାହର ପରିହାର ହୋଇପାରିବ ନାହିଁ। ତେଣୁ ତୁମେ ଏ ବିଷୟରେ ଶୋକ କରିବା ଉଚିତ ନୁହେଁ। ଯଦି ଶରୀରକୁ ମରଣଶୀଳ ମାନି ନିଆଯାଏ, ତେବେ ବି ତାହା ଶୋକର ବିଷୟ ହୋଇପାରିବ ନାହିଁ, କାରଣ ଯାହାର ଜନ୍ମ ହୋଇଛି ତାର ମରଣ ସୁନିଶ୍ଚିତ, ଆଉ ଯିଏ ମରିଯାଇଛି ତାର ଜନ୍ମ ସୁନିଶ୍ଚିତ।
ତେଣୁ କେହି ହେଲେ ଏହି ଜନ୍ମମୃତ୍ୟୁ ରୂପକ ପ୍ରବାହକୁ ଏଡ଼ାଇ ପାରିବେ ନାହିଁ, କାରଣ ଏଥିରେ କାହାରି ତିଳେ ମାତ୍ର ଆଧିପତ୍ୟ ଚଳେ ନାହିଁ। ଏ ଜନ୍ମମୃତ୍ୟୁ ରୂପକ ପ୍ରବାହ ଅନାଦି କାଳରୁ ଚାଲି ଆସୁଛି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ଚାଲୁଥିବ। ଏ ଦୃଷ୍ଟିରୁ ତୁମେ ଶୋକ କରିବା ଉଚିତ ନୁହେଁ। ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଜନ୍ମ ନେଉଛନ୍ତି, ତେଣୁ ନିଶ୍ଚୟ ମରିବେ। ତୁମ ପାଖରେ ଏପରି କୌଣସି ଉପାୟ ନାହିଁ ଯାହାଦ୍ୱାରା ତୁମେ ତାଙ୍କୁ ବଞ୍ଚାଇ ପାରିବ। ଯେଉଁମାନେ ମରିବେ ସେମାନେ ନିଶ୍ଚୟ ଜନ୍ମ ହେବେ, ତାକୁ ମଧ୍ୟ ତୁମେ ରୋକିପାରିବ ନାହିଁ। ତେବେ ଶୋକ କାହିଁକି? ଅର୍ଥାତ୍ ଯାହା ହେବାର ଥିଲା କିନ୍ତୁ ହୋଇଗଲା, ଏଥିପାଇଁ ଶୋକ କରାଯାଇପାରେ, କିନ୍ତୁ ମାତ୍ର ଯାହା ହେବାର ନଥାଏ ତାହା ତ କେବେ ହୁଏ ନାହିଁ, ପୁଣି ଶୋକ କାହିଁକି? ଏକଥା ସମସ୍ତେ ଜାଣନ୍ତି ଯେ ସୂର୍ଯ୍ୟ ଉଦୟ ହୋଇଛନ୍ତି ମାନେ ଅସ୍ତ ନିଶ୍ଚୟ ହେବେ ଏବଂ ଅସ୍ତ ହେବେ ମାନେ ଉଦୟ ନିଶ୍ଚୟ ହେବେ। ତେଣୁ ସୂର୍ଯ୍ୟ ଅସ୍ତ ହେଲେ ମନୁଷ୍ୟ ଚିନ୍ତା ଅଶୋକ କରେ ନାହିଁ। ଠିକ୍ ସେପରି ହେ ଅର୍ଜୁନ, ଯଦି ତୁମେ ଭାବୁଛ ଯେ ଶରୀର ସମେତ ଭୀଷ୍ମ, ଦ୍ରୋଣ ପ୍ରଭୃତି ସମସ୍ତେ ମରିଯିବେ, ତେବେ ସମସ୍ତେ ପୁଣି ଶରୀର ଧାରଣ କରି ମଧ୍ୟ ଜନ୍ମ ହେବେ। ସୁତରାଂ ଏ ଦୃଷ୍ଟିରୁ ମଧ୍ୟ ଶୋକ ହୋଇପାରିବ ନାହିଁ। ଭଗବାନ ଯେଉଁ କଥା କହିଛନ୍ତି ତାହା ଭଗବାନଙ୍କର ବାସ୍ତବିକ ସିଦ୍ଧାନ୍ତ ନୁହେଁ। ତେଣୁ ଅଥଚ ପଦ ବ୍ୟବହାର କରି ଭଗବାନ ବିପରୀତ ଶରୀରକୁ ଅଭିନ୍ନ ମାନିଥିବା ପକ୍ଷର କଥା କହିଛନ୍ତି, ଯେ ବାସ୍ତବରେ ସିଦ୍ଧାନ୍ତ ଏପରି ହୋଇନଥିଲେ ମଧ୍ୟ ଯଦି ତୁମେ ଏପରି ମାନୁଥାଅ, ତଥାପି ଶୋକ କରିବା ଉଚିତ ନୁହେଁ। ଏ ଦୁଇଟି ଶ୍ଲୋକର ଭାବାର୍ଥ ହେଲା, ସଂସାରର ପ୍ରତ୍ୟେକ ବସ୍ତୁ ପ୍ରତିକ୍ଷଣ ପରିବର୍ତ୍ତନ ହେଉଥିବାରୁ ଗୋଟିଏ ରୂପ ଛାଡ଼ି ଅନ୍ୟ ରୂପ ଧାରଣ କରିଥାଏ। ପ୍ରଥମ ରୂପକୁ ତ୍ୟାଗ କରିବା ମୃତ୍ୟୁ, ଦ୍ୱିତୀୟ ରୂପକୁ ଧାରଣ କରିବା ଜନ୍ମ। ଏଭଳି ଯିଏ ଜନ୍ମ ହୁଏ ତାର ମୃତ୍ୟୁ ହୁଏ ଏବଂ ଯାହାର ମୃତ୍ୟୁ ହୁଏ ତାର ପୁଣି ଜନ୍ମ ହୁଏ। ଏହି ପ୍ରବାହ ଅନବରତ ଚାଲୁଥାଏ, ତେବେ ଏଥିରେ ଶୋକ କରିବାର କ'ଣ ଅଛି? ଏ ଭାରତ, ଜନ୍ମ ପୂର୍ବରୁ ସକଳ ପ୍ରାଣୀ ଅବ୍ୟକ୍ତ ଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ଅବ୍ୟକ୍ତ ହୋଇଯିବେ। କେବଳ ମଧ୍ୟରେ ହିଁ ବ୍ୟକ୍ତ ଭଳି ଦେଖାଯାଉଛନ୍ତି। ଏଥିରେ ଶୋକ କରିବାର କ'ଣ ଅଛି? ମୃତ୍ୟୁ ପରେ ସମସ୍ତ ପ୍ରାଣୀ ଅବ୍ୟକ୍ତ ହୋଇଯିବେ, ଅର୍ଥାତ୍ ସମସ୍ତେ ନଷ୍ଟ ହୋଇଗଲେ ଅଭାବକୁ ଚାଲିଯିବେ, ଅର୍ଥାତ୍ ଦେଖାଯିବେ ନାହିଁ। ସକଳ ପ୍ରାଣୀ ମଧ୍ୟଭାଗରେ ଅର୍ଥାତ୍ ଜନ୍ମ ପରେ ମୃତ୍ୟୁ ପୂର୍ବରୁ ଦେଖାଯାଆନ୍ତି। ଯେପରି ଶୋଇବା ପୂର୍ବରୁ ସ୍ୱପ୍ନ ନଥାଏ ଓ ଜାଗି ଉଠିବା ପରେ ମଧ୍ୟ ସ୍ୱପ୍ନ ରହେ ନାହିଁ, ସେପରି ପ୍ରାଣୀମାନଙ୍କ ଶରୀରର ପ୍ରଥମରୁ ଅଭାବ ଥିଲା ଏବଂ ପରେ ମଧ୍ୟ ଅଭାବ ରହିବ, କିନ୍ତୁ ମଧ୍ୟକାଳରେ ଭାବ ପରେ ଦେଖାଯାଉଥିଲେ ମଧ୍ୟ ବସ୍ତୁତଃ ପ୍ରତିକ୍ଷଣ ଏଗୁଡ଼ିକର ଅଭାବ ହେଉଛି। ଏହା ଏକ ସିଦ୍ଧାନ୍ତ ଯେ ଯାହା ଆଦି ଓ ଅନ୍ତରେ ରହେ ନାହିଁ, ତାହା ମଧ୍ୟକାଳରେ ବି ରହେ ନାହିଁ। ସମସ୍ତ ପ୍ରାଣୀଙ୍କର ଶରୀର ପ୍ରଥମରୁ ନଥିଲା ଓ ପରେ ରହିବ ନାହିଁ, ତେଣୁ ବାସ୍ତବରେ ତାହା ମଧ୍ୟକାଳରେ ବି ନାହିଁ। କିନ୍ତୁ ଶରୀର ପ୍ରଥମରୁ ଥିଲା ଓ ପରେ ବି ରହିବ, ତେଣୁ ତାହା ମଧ୍ୟକାଳରେ ବି ରହିବ। ଏଥିରୁ ଏହି ନିଷ୍କର୍ଷ ବାହାରିଲା ଯେ ଶରୀରର ସର୍ବଦା ଅଭାବ ଅଛି ଏବଂ ଶରୀରରେ କେବେ ହେଲେ ଅଭାବ ନାହିଁ। ତେଣୁ ଉଭୟଙ୍କ ପାଇଁ ଶୋକ କରିବା ଠିକ୍ ନୁହେଁ। କେହି ଶରୀରକୁ ଆଶ୍ଚର୍ଯ୍ୟ ପରି ଦେଖେ ବା ଅନୁଭବ କରେ, ସେଭଳି ଆଉ କେହି ଏହାକୁ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରେ, ତଥା ଅନ୍ୟ କେହି ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣେ ଏବଂ ଏହାକୁ ଶୁଣିକରି ମଧ୍ୟ କେହି ଜାଣେ ନାହିଁ, ଅର୍ଥାତ୍ ଏହା ଦୁର୍ବିଜ୍ଞ। ଏହି ଦେହକୁ କେହି ଦେହକୁ ଆଶ୍ଚର୍ଯ୍ୟ ପରି ଜାଣନ୍ତି। ତାତ୍ପର୍ଯ୍ୟ ହେଉଛି ଅନ୍ୟ ବସ୍ତୁକୁ ଯେପରି ଦେଖି ହୁଏ, ପଢ଼ି ହୁଏ ଓ ଶୁଣି ହୁଏ, ଜାଣି ହୁଏ ସେପରି ଓ ଦେହକୁ ସେପରି ଜାଣି ହୁଏ ନାହିଁ, କାରଣ ଅନ୍ୟ ବସ୍ତୁଗୁଡ଼ିକ ଇଦମ ରୂପରେ ଏହା ବୋଲି ସୂଚିତ କରି ଜାଣି ହୁଏ, ଅର୍ଥାତ୍ ସେଗୁଡ଼ିକ ଜାଣିବାର ବିଷୟ, କିନ୍ତୁ ଦେହୀ, ଇନ୍ଦ୍ରିୟ, ମନ, ବୁଦ୍ଧି ଆଦିର ବିଷୟ ନୁହେଁ। ତେଣୁ ଏହାକୁ କେବଳ ନିଜ ଦ୍ୱାରା ହିଁ ଜାଣି ହୁଏ। ନିଜ ଦ୍ୱାରା ଜାଣି ହେଉଥିବା ଅନୁଭବ ଲୌକିକ ଜ୍ଞାନ ପରି ନୁହେଁ, ବରଂ ଅତ୍ୟନ୍ତ ବିଲକ୍ଷଣ। ନେତ୍ରରେ ଦେଖିବା ଓ ସ୍ୱୟଂ ଦ୍ୱାରା ନିଜକୁ ଜାଣିବା। ଏଠାରେ ସ୍ୱୟଂ ଦ୍ୱାରା ନିଜକୁ ଜାଣିବା ଅର୍ଥରେ କୁହାଯାଇଛି। ଯେଉଁଠି ନେତ୍ରାଦି କାରଣ ଦ୍ୱାରା ଦେଖିବା ଅର୍ଥାତ୍ ଜାଣିବା କ୍ରିୟା ହୁଏ, ସେଠାରେ ଦ୍ରଷ୍ଟା ଅର୍ଥାତ୍ ଦର୍ଶନକାରୀ, ଦୃଶ୍ୟ ଅର୍ଥାତ୍ ଦର୍ଶନୀୟ ବସ୍ତୁ, ଦର୍ଶନ ଅର୍ଥାତ୍ ଦର୍ଶନ ଶକ୍ତି, ଏ ତିନୋଟି ଆବଶ୍ୟକ। ଏ ତିନୋଟି ଦ୍ୱାରା ହିଁ ସାଂସାରିକ ଦେଖିବା କ୍ରିୟା ଓ ଜାଣିବା କ୍ରିୟା ହୁଏ, କିନ୍ତୁ ସ୍ୱୟଂକୁ ଜାଣିବାରେ ଏ ତିନୋଟିର ଆବଶ୍ୟକତା ନାହିଁ, ଅର୍ଥାତ୍ ସ୍ୱୟଂର ଜ୍ଞାନ ହୁଏ, ଅର୍ଥାତ୍ ସେ ଜ୍ଞାନ କରଣ ନିରପେକ୍ଷ ଅଟେ। ମୁଁ ଅଛି ଅର୍ଥାତ୍ ନିଜ ଅସ୍ତିତ୍ୱର ଜ୍ଞାନ, ଅର୍ଥାତ୍ ଅନୁଭବ ପାଇଁ କୌଣସି ପ୍ରମାଣ ବା କାରଣର ଆବଶ୍ୟକତା ନାହିଁ। ନିଜର ଅସ୍ତିତ୍ୱକୁ ଇଦମ ରୂପେ ଅର୍ଥାତ୍ ଦୃଶ୍ୟ ରୂପେ ଆମେ ଦେଖିପାରିବା ନାହିଁ। ଏହାର ଅନୁଭବ ସ୍ୱୟଂକୁ ହିଁ ହୁଏ। ଏହି ଜ୍ଞାନ ଇନ୍ଦ୍ରିୟଜନିତ, ବୁଦ୍ଧିଜନିତ ନୁହେଁ। ତେଣୁ ସ୍ୱୟଂକୁ ଅର୍ଥାତ୍ ନିଜକୁ ଜାଣିବା ଆଶ୍ଚର୍ଯ୍ୟ ପରି ହୋଇଥାଏ। ଅନ୍ଧାର ପରେ ଆମେ କୌଣସି ପଦାର୍ଥକୁ ଆଣିବାକୁ ଗଲେ ଆଲୋକ ଓ ନେତ୍ର ଆବଶ୍ୟକ, ଅର୍ଥାତ୍ ଅନ୍ଧାର ଘରେ ଆଲୋକ ସାହାଯ୍ୟରେ ଆମେ ସେହି ପଦାର୍ଥକୁ ନେତ୍ରରେ ଦେଖିଲେ ଯାଇ ତାକୁ ଆଣିପାରିବା, କିନ୍ତୁ କୌଣସି ପ୍ରଜ୍ୱଳିତ ଦୀପକୁ ଦେଖିବାକୁ ଗଲେ ଆମକୁ ଅନ୍ୟ ଦୀପର ଆବଶ୍ୟକତା ପଡ଼େ ନାହିଁ, କାରଣ ଦୀପ ସ୍ୱୟଂ ଆଲୋକ ଅଟେ, ସେ ନିଜକୁ ଆଲୋକିତ କରେ। ଠିକ୍ ସେପରି ନିଜ ସ୍ୱରୂପକୁ ଦେଖିବା ପାଇଁ କୌଣସି ପ୍ରକାଶ ବା ଆଲୋକର ଆବଶ୍ୟକତା ନାହିଁ, କାରଣ ଦେହୀ ଅର୍ଥାତ୍ ସ୍ୱରୂପ ସ୍ୱୟଂ ପ୍ରକାଶ ଅଟେ, ସେ ନିଜ ଦ୍ୱାରା ହିଁ ନିଜକୁ ଜାଣେ। ସ୍ଥୂଳ, ସୂକ୍ଷ୍ମ, କାରଣ ଏପରି ତିନୋଟି ଶରୀର ଅଛି। ସ୍ଥୂଳ ଶରୀର ଅନ୍ନ ଓ ଜଳ ଦ୍ୱାରା ଗଠିତ ହୋଇଛି। ଏହା ଇନ୍ଦ୍ରିୟମାନଙ୍କର ବିଷୟ। ଏହି ସ୍ଥୂଳ ଶରୀର ଭିତରେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ପ୍ରାଣ, ମନ ଓ ବୁଦ୍ଧି, ଏହି ସତରଟି ଗଠିତ ଗୋଟିଏ ସୂକ୍ଷ୍ମ ଶରୀର ରହିଛି। ସୂକ୍ଷ୍ମ ଶରୀର ଇନ୍ଦ୍ରିୟମାନଙ୍କର ବିଷୟ ନୁହେଁ, ଏହା ବୁଦ୍ଧିର ବିଷୟ। ଯାହା ବୁଦ୍ଧିର ବିଷୟ ନୁହେଁ ଏବଂ ଯେଉଁଥିରେ ପ୍ରକୃତି ବା ସ୍ୱଭାବ ରହେ, ତାହା ହେଉଛି କାରଣ ଶରୀର। ଏହି ତିନୋଟି ଶରୀର ଉପରେ ବିଚାର କଲେ ଜଣାଯାଏ ଯେ ଏହି ସ୍ଥୂଳ ଶରୀର ଆମର ସ୍ୱରୂପ ନୁହେଁ, କାରଣ ଏହା ପ୍ରତିକ୍ଷଣ ବଦଳୁଛି ଓ ଦୃଶ୍ୟ ହେଉଛି।
सूक्ष्म शरीर ମଧ୍ୟ ବଦଳୁଛୁ ଜାଣି ହେଉଛି, ତେଣୁ ତାହା ମଧ୍ୟ ଆମର ସ୍ୱରୂପ ନୁହେଁ। କାରଣ ଶରୀର ପ୍ରକୃତି ସ୍ୱରୂପ ଅଟେ, କିନ୍ତୁ ଦେହି ଏତ ସ୍ୱରୂପ ପ୍ରକୃତିରେ ମଧ୍ୟ ଅତୀତ, ତେଣୁ କାରଣ ଶରୀର ମଧ୍ୟ ଆମର ସ୍ୱରୂପ ନୁହେଁ। ଦେହି ପ୍ରକୃତିକୁ ଛାଡ଼ି ନିଜ ସ୍ୱରୂପରେ ସ୍ଥିତ ହୋଇଗଲେ ସେ ନିଜ ଦ୍ୱାରା ନିଜକୁ ଜାଣିପାରେ। ଏହି ଜାଣିବା ଅର୍ଥାତ୍ ଅନୁଭବ ସାଂସାରିକ ବସ୍ତୁମାନଙ୍କୁ ଜାଣିବା ଠାରୁ ଅତି ବିଲକ୍ଷଣ, ତେଣୁ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଇଛି। ଏଠାରେ ଭଗବାନ କହୁଛନ୍ତି ଯେ କ୍ୱଚିତ୍ କେହି ଜଣେ ନିଜକୁ ଅନୁଭବ କରେ, ଏବଂ ତୃତୀୟ ଶ୍ଲୋକରେ କହିଛନ୍ତି ଯେ କ୍ୱଚିତ୍ କେହି ଜଣେ ମୋତେ ଜାଣେ। ଏହି ପଦମାନଙ୍କୁ ଜଣାପଡ଼ୁଛି ଯେ ଏ ଅବିନାଶୀ ତତ୍ତ୍ୱକୁ ଜାଣିବା ବଡ଼ କଠିନ ଓ ଦୁର୍ଲଭ, କିନ୍ତୁ ପ୍ରକୃତିରେ ଏକଥା ନୁହେଁ। ଏହି ତତ୍ତ୍ୱକୁ ଜାଣିବା କଠିନ ନୁହେଁ କି ଦୁର୍ଲଭ ନୁହେଁ, ବରଂ ସେ ତତ୍ତ୍ୱର ବାସ୍ତବ ଜିଜ୍ଞାସୁ ଓ ତତ୍ତ୍ୱାଭିଳାଷୀଙ୍କ ସଂଖ୍ୟା କମ୍। ଏହି ସ୍ୱଳ୍ପତାର କାରଣ ହେଉଛି ଜିଜ୍ଞାସାର ଅଭାବ। ସେପରି ଅନ୍ୟ କେହି ଦେହକୁ ଆଶ୍ଚର୍ଯ୍ୟ ଭଳି ବର୍ଣ୍ଣନା କରେ, କାରଣ ଏହି ତତ୍ତ୍ୱ ବାଣୀର ବିଷୟ ନୁହେଁ। ଯାହାଦ୍ୱାରା ବାଣୀ ପ୍ରକାଶିତ ହୁଏ, ସେହି ବାଣୀ ତାହାକୁ କିପରି ପ୍ରକାଶ କରିପାରିବ? ଯେଉଁ ମହାପୁରୁଷ ଏ ତତ୍ତ୍ୱକୁ ବର୍ଣ୍ଣନା କରନ୍ତି, ସେମାନେ ସାକ୍ଷାତ୍ ଅନିନ୍ଦ୍ରିୟ ପରି ବାଣୀ ଦ୍ୱାରା କେବଳ ତାହାକୁ ସଂକେତ କରନ୍ତି ମାତ୍ର, ଯାହାଦ୍ୱାରା ଶ୍ରୋତାମାନଙ୍କର ଏ ଦିଗକୁ ଦୃଷ୍ଟି ଆକର୍ଷିତ ହୁଏ। ସୁତରାଂ ଆଶ୍ଚର୍ଯ୍ୟ ପରି ଏହାର ବର୍ଣ୍ଣନା କରାଯାଏ। ଜାଣିବା ବ୍ୟକ୍ତିଠାରୁ ଜାଣିବା ବ୍ୟକ୍ତି ଭିନ୍ନ, କାରଣ ଯିଏ ନିଜେ ନ ଜାଣେ ସେ କ'ଣ ବର୍ଣ୍ଣନା କରିବ? ଅତଏବ ଏ ପଦଟିର ଅର୍ଥ ହେଲା, ଯେତେ ଜାଣିବା ବ୍ୟକ୍ତି ଅଛନ୍ତି ତାଙ୍କ ଭିତରୁ କିଏ ଜଣେ ବର୍ଣ୍ଣନା କରିପାରେ, କାରଣ ସବୁ ଅନୁଭବୀ ତତ୍ତ୍ୱଜ୍ଞ ମହାପୁରୁଷଙ୍କ ପରି ସେ ତତ୍ତ୍ୱର ବିବେଚନା କରି ଶ୍ରୋତାମାନଙ୍କୁ ସେ ତତ୍ତ୍ୱ ପର୍ଯ୍ୟନ୍ତ ପହଞ୍ଚାଇ ପାରନ୍ତି ନାହିଁ। ସେମାନଙ୍କର ସମସ୍ତ ସନ୍ଦେହ ଓ ତର୍କଗୁଡ଼ିକ ପୂର୍ଣ୍ଣରୂପେ ସମାଧାନ କରିବାର କ୍ଷମତା ନଥାଏ। ତେଣୁ ବର୍ଣ୍ଣନାକାରୀଙ୍କ ବିଲକ୍ଷଣ କ୍ଷମତାକୁ ଦର୍ଶାଇବା ପାଇଁ ହିଁ ଅଦ୍ୟ ପଦଟି ବ୍ୟବହାର ହୋଇଛି। ଅନ୍ୟ କେହି ଦେହକୁ ଆଶ୍ଚର୍ଯ୍ୟ ପରି ଶୁଣେ, ତାତ୍ପର୍ଯ୍ୟ ହେଉଛି ଶାସ୍ତ୍ର, ଲୋକ ଓ ଲୋକାନ୍ତର ସମ୍ବନ୍ଧରେ ଯେତେ କଥା ଶ୍ରୋତା ଜାଣିଥାଏ, ତାଠାରୁ ଏ ଦେହୀ ବିଷୟକ କଥା ବିଲକ୍ଷଣ ମନେ ହୁଏ। କାରଣ ସେ ଅନ୍ୟ ଯାହା କିଛି ଶୁଣିଛି ସେସବୁ ଇନ୍ଦ୍ରିୟ, ମନ, ବୁଦ୍ଧିର ବିଷୟ, କିନ୍ତୁ ଦେହୀ ଇନ୍ଦ୍ରିୟାଦିର ବିଷୟ ନୁହେଁ, ବରଂ ଇନ୍ଦ୍ରିୟମାନଙ୍କ ବିଷୟର ପ୍ରକାଶକ। ଅତଃ ଦେହୀର ବିଲକ୍ଷଣ କଥାକୁ ସେ ଆଶ୍ଚର୍ଯ୍ୟ ପରି ଶୁଣେ। ଏହାକୁ ଶୁଣିକରି ମଧ୍ୟ କିଏ ଜାଣେ ନାହିଁ, ତାହାର ତାତ୍ପର୍ଯ୍ୟ ନୁହେଁ ଯେ ଯିଏ ଶୁଣିନେଲା ସେ ଆଉ ଜାଣିବ ନାହିଁ, ବରଂ ଏହାର ତାତ୍ପର୍ଯ୍ୟ ହେଉଛି କେବଳ ଶୁଣି ଏହାକୁ କେହି ହେଲେ ଜାଣିପାରେ ନାହିଁ। ଶୁଣିବା ପରେ ଯେତେବେଳେ ସେ ନିଜେ ସେଥିରେ ସ୍ଥିତ ହେବ, ସେତେବେଳେ ଯାଇ ସେ ନିଜକୁ ଜାଣିବ। ଯଦି କିଏ କୁହାଯାଏ ଶାସ୍ତ୍ର ଗୁରୁଜନଙ୍କ ଠାରୁ ଶୁଣିଲେ ତ ଜ୍ଞାନ ହୁଏ, ତେବେ ଏଠାରେ ଶୁଣିକରି ମଧ୍ୟ କେହି ଜାଣେ ନାହିଁ ବୋଲି କାହିଁ କୁହାଯାଇଛି? ଏ ବିଷୟରେ ଟିକିଏ ଗଭୀର ବିଚାର କରି ଦେଖନ୍ତୁ। ଶାସ୍ତ୍ରୀ ନିଜେ ଶାସ୍ତ୍ର ପ୍ରତି ଶ୍ରଦ୍ଧାଜାତ କରନ୍ତି ନାହିଁ, ଏବଂ ଗୁରୁଜନ ନିଜେ ନିଜ ପ୍ରତି ଶ୍ରଦ୍ଧାଜାତ କରନ୍ତି ନାହିଁ। ସାଧକ ନିଜେ ହିଁ ଶାସ୍ତ୍ର ଓ ଗୁରୁଜନଙ୍କ ଉପରେ ଶ୍ରଦ୍ଧା ବିଶ୍ୱାସ କରେ, ନିଜେ ମଧ୍ୟ ତାଙ୍କର ସମ୍ମୁଖ ହୁଏ। ଯଦି ନିଜେ ସମ୍ମୁଖ ନ ହୋଇ ଜ୍ଞାନ ହୋଇଥାନ୍ତା, ତେବେ ଆଜି ପର୍ଯ୍ୟନ୍ତ ଭଗବାନଙ୍କର ତ ବହୁତ ଅବତାର ହୋଇଛି। ଅନେକ ଅସାଧାରଣ ଜୀବନମୁକ୍ତ ମହାପୁରୁଷ ହୋଇଛନ୍ତି। ସେମାନଙ୍କ ସମ୍ମୁଖରେ କେହି ଅଜ୍ଞାନୀ ହୋଇ ରହିନଥାନ୍ତା, ଅର୍ଥାତ୍ ସମସ୍ତଙ୍କୁ ତତ୍ତ୍ୱଜ୍ଞାନ ହୋଇଯାଇଥାନ୍ତା। କିନ୍ତୁ ଏପରି ଦେଖିବାକୁ ମିଳେ ନାହିଁ। ଶ୍ରଦ୍ଧା ଓ ବିଶ୍ୱାସପୂର୍ବକ ଶୁଣିଲେ ସ୍ୱରୂପରେ ସ୍ଥିତ ହେବାରେ ମୋତେ ସହାୟତା ମିଳେ ସତ, କିନ୍ତୁ ସ୍ୱୟଂ ହିଁ ଆତ୍ମସ୍ୱରୂପରେ ସ୍ଥିତ ହୁଏ। ସୁତରାଂ ତତ୍ତ୍ୱଜ୍ଞାନକୁ ଅସମ୍ଭବ କହିବା ଉପଯୁକ୍ତ ପଦର ଉଦ୍ଦେଶ୍ୟ ନୁହେଁ, ବରଂ ତାହାକୁ କାରଣ ନିରପେକ୍ଷ କହିବା ଏହାର ଉଦ୍ଦେଶ୍ୟ। ତତ୍ତ୍ୱଜ୍ଞାନ ଜାଣିବା ପାଇଁ ମନୁଷ୍ୟ ଯେକୌଣସି ରୀତିରେ ପ୍ରଯତ୍ନ କରୁନା କାହିଁକି, ଶେଷରେ ନିଜ ଦ୍ୱାରା ହିଁ ନିଜକୁ ଜାଣିବ। ଶ୍ରବଣ, ମନନ ପ୍ରଭୃତି ସାଧନକୁ ତତ୍ତ୍ୱଜ୍ଞାନ ପ୍ରାପ୍ତିରେ ପରମ୍ପରାଗତ ସାଧନ ଭାବେ ଗ୍ରହଣ କରାଯାଇପାରେ, କିନ୍ତୁ ବାସ୍ତବିକ ବୋଧକରଣ ନିରପେକ୍ଷ ଅଟେ, ଅର୍ଥାତ୍ ନିଜ ଦ୍ୱାରା ହିଁ ହୁଏ। ନିଜ ଦ୍ୱାରା ନିଜକୁ ଜାଣିବା କ'ଣ? ଗୋଟିଏ ହେଲା କରିବା ଓ ଦ୍ୱିତୀୟଟି ହେଲା ଦେଖିବା ଓ ଅନ୍ୟଟି ହେଲା ଜାଣିବା। କରିବା, ଦେଖିବା ଓ ଜାଣିବାର ଯଥାକ୍ରମେ କର୍ମେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ ଓ ସ୍ୱୟଂର ପ୍ରାଧାନ୍ୟ ଥାଏ। ଜ୍ଞାନେନ୍ଦ୍ରିୟ ଦ୍ୱାରା ଜାଣି ହୁଏ ନାହିଁ, ବରଂ ଦେଖି ହୁଏ, ଯାହାକି ବ୍ୟବହାର ଯୋଗୀ। ସ୍ୱୟଂ ଦ୍ୱାରା ଯେଉଁ ଜାଣିବା ହୁଏ ତାହା ଦୁଇ ପ୍ରକାର। ପ୍ରଥମତଃ ଶରୀର ଓ ସଂସାର ସହିତ ସର୍ବଦା ମୋର ଭିନ୍ନତା ରହିଛି, ଏବଂ ଦ୍ୱିତୀୟତଃ ପରମାତ୍ମା ସହିତ ସର୍ବଦା ମୋର ଅଭିନ୍ନତା ରହିଛି। ଅନ୍ୟ ରୂପରେ କହିବାକୁ ଗଲେ ପରିବର୍ତ୍ତନଶୀଳ ନାଶବାନ ପଦାର୍ଥ ସହିତ ମୋର ତିଳେମାତ୍ର ସମ୍ବନ୍ଧ ନାହିଁ, ଏବଂ ଅପରିବର୍ତ୍ତନଶୀଳ ଅବିନାଶୀ ପରମାତ୍ମା ସହିତ ମୋର ନିତ୍ୟ ସମ୍ବନ୍ଧ ରହିଛି। ଏପରି ଜାଣିନେଲା ପରେ ସ୍ୱୟଂ ସତ ଅନୁଭୂତ ହେବାକୁ ଲାଗେ। ସେ ଅନୁଭବର ବର୍ଣ୍ଣନା ବାଣୀରେ ହୋଇପାରେ ନାହିଁ। ସେଠାରେ ବୁଦ୍ଧି ମଧ୍ୟ ନୀରବ ହୋଇଯାଏ। ହେ ଭରତବଂଶ ଅର୍ଜୁନ, ସମସ୍ତଙ୍କ ଦେହରେ ଏ ଦେହି ନିତ୍ୟ ଅବାଧ୍ୟ, ତେଣୁ ସମସ୍ତ ପ୍ରାଣୀଙ୍କ ପାଇଁ ଅର୍ଥାତ୍ କୌଣସି ପ୍ରାଣୀ ପାଇଁ ତୁମେ ଶୋକ କରିବା ଉଚିତ ନୁହେଁ। ମନୁଷ୍ୟ, ଦେବତା, ପଶୁ, ପକ୍ଷୀ, କୀଟ, ପତଙ୍ଗ ପ୍ରଭୃତି ଶବର ଜଙ୍ଗମ ସକଳ ପ୍ରାଣୀଙ୍କ ଶରୀରରେ ଏ ଦେହି ନିତ୍ୟ ଅବାଧ୍ୟ ଅର୍ଥାତ୍ ଅବିନାଶୀ। ବଧ କରିବା ଉଚିତ ନୁହେଁ, ବଧ ହୋଇପାରିବ ନାହିଁ। ଉଦାହରଣ ସ୍ୱରୂପ ଗାଈ ଅବାଧ୍ୟ, ଅର୍ଥାତ୍ କୌଣସି ଅବସ୍ଥାରେ ମଧ୍ୟ ଗାଈକୁ ମାରିବା ଉଚିତ ନୁହେଁ, କାରଣ ଗାଈକୁ ମାରିଲେ ବହୁତ ଦୋଷ ହୁଏ ଓ ପାପ ଲାଗେ। କିନ୍ତୁ ଦେହୀ ବିଷୟରେ ଦେହୀକୁ ବଧ କରିବା ଉଚିତ ନୁହେଁ, ଏ ଅର୍ଥ ଠିକ୍ ନୁହେଁ, ବରଂ ଏହାର ଅର୍ଥ ହେଲା ଦେହୀର ବଧ ଅର୍ଥାତ୍ ବିନାଶ କୌଣସି ପ୍ରକାର ହୋଇପାରିବ ନାହିଁ ଓ କେହି ହେଲେ କରିପାରିବେ ନାହିଁ। ତେଣୁ କୌଣସି ପ୍ରାଣୀ ନିମନ୍ତେ ତେବେ ଶୋକ କରିବା ଉଚିତ ନୁହେଁ, କାହିଁକି ନା ଏହି ଦେହୀର ବିନାଶ କେବେ ହୋଇପାରିବ ନାହିଁ, ଏବଂ ବିନାଶୀ ଦେହ କ୍ଷୀଣମାତ୍ର ସ୍ଥିର ରହିପାରିବ ନାହିଁ।
ସମସ୍ତ ପ୍ରାଣୀକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏପରି ପ୍ରୟୋଗର ଉଦ୍ଦେଶ୍ୟ ଅର୍ଥାତ୍ କୌଣସି ପ୍ରାଣୀ ପାଇଁ ଶୋକ କରିବା ଉଚିତ ନୁହେଁ। ଶରୀର ବିନାଶୀ, ତା'ର ସ୍ୱଭାବ ନାଶବାନ, ତାହା ପ୍ରତିକ୍ରିୟା ନଷ୍ଟ ହେଉଛି, କିନ୍ତୁ ନିତ୍ୟ ସ୍ୱରୂପର କେବେ ଅବିନାଶ ହୁଏ ନାହିଁ। ଯଦି ଏ ବାସ୍ତବିକତାକୁ ଜାଣି ନିଆଯାଏ, ତେବେ ଶୋକ ହେବା ଉଚିତ ନୁହେଁ, ଶୋକ ହେବା ସମ୍ଭବ ନୁହେଁ। ନିଜର ଖାଦ୍ୟ ଧର୍ମକୁ ଦେଖି ମଧ୍ୟ ତୁମେ ବିକମ୍ପିତ ଅର୍ଥାତ୍ କର୍ତ୍ତବ୍ୟ କର୍ମରୁ ବିଚଳିତ ହେବା ଉଚିତ ନୁହେଁ, କାରଣ ଧର୍ମମୟ ଯୁଦ୍ଧର ଭଳି କ୍ଷତ୍ରିୟ ପାଇଁ ଅନ୍ୟ କୌଣସି କଲ୍ୟାଣକାରକ କର୍ମ ନାହିଁ। ଏ ଜୀବାତ୍ମା ନିଜେ ପରମାତ୍ମାଙ୍କ ଅଂଶ। ଏ ଯେତେବେଳେ ଶରୀର ସହିତ ତାଦାତ୍ମ୍ୟ କରିନିଏ, ସେତେବେଳେ ସ୍ୱୟଂକୁ ଅର୍ଥାତ୍ ନିଜକୁ ଯାହା କିଛି ଯେଉଁ ଶରୀର ମାନିନିଏ, ତାହାକୁ କର୍ତ୍ତବ୍ୟକୁ ସ୍ୱଧର୍ମ କୁହାଯାଏ। ଯଦି କେହି ନିଜକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ବା ଶୂଦ୍ର ବୋଲି ମାନିନିଏ, ତେବେ ନିଜ ବର୍ଣ୍ଣୋଚିତ କର୍ତ୍ତବ୍ୟ ପାଳନ କରିବା ତାହାର ସ୍ୱଧର୍ମ। ଯିଏ ନିଜକୁ ଶିକ୍ଷକ ବା ସେବକ ମନେ କରେ, ଶିକ୍ଷକ ବା ସେବକର କର୍ତ୍ତବ୍ୟ ପାଳନ କରିବା ତାହାର ସ୍ୱଧର୍ମ। ଯିଏ ନିଜକୁ କାହାରି ପିତା ବା ପୁତ୍ର ମନେ କରେ, ପୁତ୍ର ବା ପିତାଙ୍କ ପ୍ରତି ବିହିତ କର୍ତ୍ତବ୍ୟ ପାଳନ କରିବା ତାହାର ସ୍ୱଧର୍ମ। କ୍ଷତ୍ରିୟଙ୍କ କର୍ତ୍ତବ୍ୟ ଦୃଷ୍ଟିରୁ ଏଠାରେ ଧର୍ମ କୁହାଯାଇଛି। ଯୁଦ୍ଧରୁ ପଛଘୁଞ୍ଚା ନ ଦେବା କ୍ଷତ୍ରିୟର ପ୍ରଧାନ କର୍ତ୍ତବ୍ୟ। ଅର୍ଜୁନ କ୍ଷତ୍ରିୟ, ତେଣୁ ଯୁଦ୍ଧ କରିବା ତାଙ୍କର ସ୍ୱଧର୍ମ। ଏଥିପାଇଁ ଭଗବାନ କହୁଛନ୍ତି, ଧର୍ମ ଦୃଷ୍ଟିରୁ ଦେଖିଲେ ମଧ୍ୟ କ୍ଷତ୍ର ଧର୍ମ ଅନୁସାରେ ତୁମେ ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ। ନିଜ କର୍ତ୍ତବ୍ୟରୁ ତୁମେ କେବେ ହେଲେ ବିମୁଖ ହେବା ଉଚିତ ନୁହେଁ। ଧର୍ମମୟ ଯୁଦ୍ଧଠାରୁ ଭଳି କ୍ଷତ୍ରିୟ ପାଇଁ ଅନ୍ୟ କୌଣସି କଲ୍ୟାଣକାରକ କର୍ମ ନାହିଁ, ଅର୍ଥାତ୍ କ୍ଷତ୍ରିୟ ନିମନ୍ତେ କ୍ଷତ୍ରିୟର କର୍ତ୍ତବ୍ୟ ପାଳନ କରିବା ପ୍ରଧାନ କର୍ମ। ଏପରି ବ୍ରାହ୍ମଣ, ବୈଶ୍ୟ ଓ ଶୂଦ୍ରଙ୍କ ପାଇଁ ମଧ୍ୟ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ବ୍ୟତୀତ ଅନ୍ୟ କୌଣସି କଲ୍ୟାଣକାରୀ କର୍ମ ନାହିଁ। ଅର୍ଜୁନ ପ୍ରାର୍ଥନା କରିଥିଲେ, ଆପଣ ମୋ ପାଇଁ ନିଶ୍ଚିତ କଲ୍ୟାଣକାରକ କଥା କୁହନ୍ତୁ। ତାହାର ଉତ୍ତରରେ ଭଗବାନ କହୁଛନ୍ତି ଯେ ନିଜ ଧର୍ମ ପାଳନରେ ହିଁ ସେ ନିହିତ। କୌଣସି ସୃଷ୍ଟିରୁ ସ୍ୱଧର୍ମ ତ୍ୟାଗ କଲ୍ୟାଣକାରକ ନୁହେଁ। ତେଣୁ ତୁମେ ନିଜର ଯୁଦ୍ଧରୂପକ ସ୍ୱଧର୍ମରୁ ବିମୁଖ ହେବା ଅନୁଚିତ। ଆପେ ଆପେ ପ୍ରାପ୍ତ ହୋଇଥିବା ଯୁଦ୍ଧ ମଧ୍ୟ ଉନ୍ନତ ସ୍ୱର୍ଗର ଦ୍ୱାର ଅଟେ। ତେଣୁ ହେ ପୃଥାନନ୍ଦନ, ଯେଉଁମାନଙ୍କୁ ଏପରି ଯୁଦ୍ଧ ପ୍ରାପ୍ତ ହୁଏ, ସେହି କ୍ଷତ୍ରିୟମାନେ ବଡ଼ ସୁଖୀ। ଜୁଆ ଖେଳରେ ପାଣ୍ଡବମାନଙ୍କ ସହିତ ଦୁର୍ଯ୍ୟୋଧନ ସର୍ତ୍ତ ରଖିଥିଲେ, ଯଦି ଏଥିରେ ଆପଣମାନେ ହାରିଯିବେ, ଆପଣମାନଙ୍କୁ 12 ବର୍ଷ ବନବାସ ଓ 1 ବର୍ଷ ଅଜ୍ଞାତବାସ ଭୋଗିବାକୁ ପଡ଼ିବ। 13 ବର୍ଷ ପରେ ମଧ୍ୟ ଆପଣଙ୍କ ରାଜ୍ୟ ମିଳିଯିବ। କିନ୍ତୁ ଅଜ୍ଞାତବାସ ବେଳେ ଯଦି ଆମେ ଆପଣଙ୍କୁ ଖୋଜି ପାଇଯାଉ, ତାହେଲେ ଆପଣମାନଙ୍କୁ ପୁନର୍ବାର 12 ବର୍ଷ ବନବାସ ଭୋଗିବାକୁ ପଡ଼ିବ। ଜୁଆ ଖେଳରେ ହାରିଯିବାର ସର୍ତ୍ତ ଅନୁସାରେ ପାଣ୍ଡବମାନେ 12 ବର୍ଷ ବନବାସ ଓ 1 ବର୍ଷ ଅଜ୍ଞାତବାସ ଭୋଗ କଲେ। ତାପରେ ସେମାନେ ଯେତେବେଳେ ନିଜ ରାଜ୍ୟ ମାଗିଲେ, ଦୁର୍ଯ୍ୟୋଧନ କହିଲେ, ମୁଁ ବିନା ଯୁଦ୍ଧରେ ସୂଚକରେ ପରିମିତ ଭୂମି ମଧ୍ୟ ଦେବି ନାହିଁ। ଦୁର୍ଯ୍ୟୋଧନ ଏପରି ଜାଣିବା ପରେ ମଧ୍ୟ ପାଣ୍ଡବମାନଙ୍କ ପକ୍ଷରୁ ବାରମ୍ବାର ସନ୍ଧି ପ୍ରସ୍ତାବ ରଖାଗଲା, କିନ୍ତୁ ଦୁର୍ଯ୍ୟୋଧନ ସେହି ସନ୍ଧି ପ୍ରସ୍ତାବ ସ୍ୱୀକାର କଲେ ନାହିଁ। ଏଥିପାଇଁ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଯେ ଏହି ଯୁଦ୍ଧ ତୁମମାନଙ୍କୁ ଆପେ ଆପେ ପ୍ରାପ୍ତ ହୋଇଛି। ସତ୍ୟ ପ୍ରାପ୍ତ ହୋଇଥିବା ଧର୍ମମୟ ଯୁଦ୍ଧରେ ଯେଉଁ କ୍ଷତ୍ରିୟ ବୀରତ୍ୱ ସହକାରେ ଲଢ଼ି ମୃତ୍ୟୁବରଣ କରେ, ତା ପାଇଁ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ରହିଥାଏ। ଏପରି ଧର୍ମମୟ ଯୁଦ୍ଧ ଯେଉଁମାନଙ୍କୁ ପ୍ରାପ୍ତ ହୋଇଛି, ସେହି କ୍ଷତ୍ରିୟମାନେ ବଡ଼ ସୁଖୀ। ଏଠାରେ ସୁଖୀ କହିବାର ଉଦ୍ଦେଶ୍ୟ ସ୍ୱ କର୍ତ୍ତବ୍ୟ ପାଳନ କରିବାର ଯେଉଁ ସୁଖ ଅଛି, ସେ ସୁଖ ସାଂସାରିକ ଭୋଗ ବିଳାସରେ ନାହିଁ। ପଶୁପକ୍ଷୀମାନଙ୍କୁ ମଧ୍ୟ ସାଂସାରିକ ଭୋଗରୁ ସୁଖ ମିଳେ। ଯେଉଁମାନଙ୍କୁ କର୍ତ୍ତବ୍ୟ ପାଳନର ଅବସର ମିଳିଛି, ସେମାନଙ୍କୁ ବଡ଼ ଭାଗ୍ୟବାନ ମନେ କରିବା ଉଚିତ। ଯଦି ତୁମେ ଏହି ଧର୍ମମୟ ଯୁଦ୍ଧ ନ କରିବ, ତାହେଲେ ନିଜର ଧର୍ମ ଓ କୀର୍ତ୍ତି ତ୍ୟାଗ କରି ପାପଭାଗୀ ହେବ। ଏହାର ତାତ୍ପର୍ଯ୍ୟ ହେଲା, ଯୁଦ୍ଧ ନ କରି ତୁମେ ରହିପାରିବନି। ନିଜ କ୍ଷତ୍ରିୟ ସ୍ୱଭାବରେ ପରିବେଶ ହୋଇ ଆବଶ୍ୟକ ଯୁଦ୍ଧ କରିବ। ତଥାପି ଯଦି ତୁମେ ଏପରି ନିଶ୍ଚୟ କର ଯେ ମୁଁ ଯୁଦ୍ଧ କରିବି ନାହିଁ, ତେବେ ଏହାଦ୍ୱାରା କ୍ଷତ୍ରିୟ ଧର୍ମର ଉପେକ୍ଷା ହେବ। କ୍ଷତ୍ରିୟ ଧର୍ମ ତ୍ୟାଗ କଲେ ତୁମକୁ ପାପ ଲାଗିବ ଓ ତୁମର କୀର୍ତ୍ତି ମଧ୍ୟ ନାଶ ହେବ। ସତ୍ୟ ପ୍ରାପ୍ତ ହୋଇଥିବା ଧର୍ମକୁ କର୍ତ୍ତବ୍ୟ ତ୍ୟାଗ କରି ତୁମେ କରିବ କ'ଣ? ନିଜ ଧର୍ମ ତ୍ୟାଗ କରିବାକୁ ତୁମକୁ ପରଧର୍ମ ସ୍ୱୀକାର କରିବାକୁ ପଡ଼ିବ। ଏହାଦ୍ୱାରା ତୁମକୁ ପାପ ଲାଗିବ। ଯୁଦ୍ଧ ତ୍ୟାଗ କଲେ ଲୋକେ ଭାବିବେ ଯେ ଅର୍ଜୁନ ଭଳି ବୀର ମଧ୍ୟ ମୃତ୍ୟୁ ଆଶଙ୍କାରେ ଭୟଭୀତ ହୋଇଗଲା। ଏଥିରେ ତୁମର କୀର୍ତ୍ତି ନଷ୍ଟ ହେବ। ସମସ୍ତ ପ୍ରାଣୀ ମଧ୍ୟ ତୁମର ଅକ୍ଷୟ ଅପକୀର୍ତ୍ତି ଗାନ କରିବେ। ଏହି ଅପକୀର୍ତ୍ତି ସମ୍ମାନିତ ମନୁଷ୍ୟ ପାଇଁ ମୃତ୍ୟୁଠାରୁ ମଧ୍ୟ ଅଧିକ ଦୁଃଖଦାୟୀ ହୋଇଥାଏ। ମନୁଷ୍ୟ, ଦେବତା, ଯକ୍ଷ, ରାକ୍ଷସ ପ୍ରଭୃତି ଯେଉଁ ପ୍ରାଣୀଙ୍କର ସହିତ ତୁମର ସମ୍ବନ୍ଧ ନାହିଁ, ଅର୍ଥାତ୍ ତୁମ ସହିତ ଯେଉଁମାନଙ୍କ ଶତ୍ରୁତା ଏବଂ ମିତ୍ରତା ନାହିଁ, ସେପରି ସାଧାରଣ ପ୍ରାଣୀ ମଧ୍ୟ ତୁମର ଅପକୀର୍ତ୍ତି ବା ଅପଯଶ ଗାଇ ବୁଲିବେ ଯେ ଦେଖ, ଅର୍ଜୁନ ଏପରି ଭୀରୁ ଥିଲା ଯେ ନିଜ କ୍ଷତ୍ରିୟ ଧର୍ମରେ ବିମୁଖ ହୋଇଗଲା। ସେ କେଡ଼େ ବଡ଼ ବୀର ଥିଲା, କିନ୍ତୁ ଯୁଦ୍ଧ ଅବସରରେ ତାର କାପୁରୁଷତା ଜାତ ହେଲା, ଯାହାକି ଅନ୍ୟମାନଙ୍କୁ ଜଣା ନଥିଲା, ଇତ୍ୟାଦି ଇତ୍ୟାଦି। ସ୍ୱର୍ଗ ଓ ମର୍ତ୍ତ୍ୟ ପାତାଳ ଲୋକରେ ତୁମର ପ୍ରଭାବ ବିସ୍ତାରିତ ହୋଇଥିଲା, କିନ୍ତୁ ଏବେ ତୁମର ଅପକୀର୍ତ୍ତି ବଢ଼ିଯିବ। ଶ୍ରେଷ୍ଠତ୍ୱ ଦୃଷ୍ଟିରୁ ଯେଉଁ ଲୋକ ଯେତେ ଅଧିକ ପ୍ରସିଦ୍ଧ ହୋଇଥାଏ, ତାର କୀର୍ତ୍ତି ଓ ଅପକୀର୍ତ୍ତି ମଧ୍ୟ ସେତେ ଅଧିକ ସ୍ଥାୟୀ ହୋଇଥାଏ। ସାଧାରଣ ପ୍ରାଣୀଙ୍କ ଦ୍ୱାରା ଅର୍ଜୁନଙ୍କ ନିନ୍ଦା ହେବା କଥା ଭଗବାନ କହିସାରି ଏହାର ଉତ୍ତରାର୍ଦ୍ଧରେ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ସାଧାରଣ କଥା କହୁଛନ୍ତି।
ସାଂସାରିକ ଦୃଷ୍ଟିରେ ଯିଏ ଶ୍ରେଷ୍ଠ, ଲୋକେ ଯାହାକୁ ଉଚ୍ଚ ଦୃଷ୍ଟିରେ ଦେଖନ୍ତି, ସେପରି ବ୍ୟକ୍ତିଙ୍କର ଯଦି ଅପକୀର୍ତ୍ତି ହୁଏ, ତାହା ତାଙ୍କ ପାଇଁ ମରଣଠାରୁ ମଧ୍ୟ ଅଧିକ ଦୁଃଖଦାୟୀ ହୋଇଥାଏ। କାରଣ ଯାହାର ଆୟୁ ସମାପ୍ତ ହେଲା, ସେ ମରିଗଲା। ସେ କୌଣସି ଅପରାଧ ତ କରିନାହିଁ, କିନ୍ତୁ ଶ୍ରେଷ୍ଠ ବ୍ୟକ୍ତି ନିଜ ଧର୍ମ, ମର୍ଯ୍ୟାଦା ଓ କର୍ତ୍ତବ୍ୟରୁ ଚ୍ୟୁତ ହେବାରୁ ଅପକୀର୍ତ୍ତି ହେଲା। ଶ୍ରେଷ୍ଠ ସମ୍ବନ୍ଧିତ ମନୁଷ୍ୟ ଯଦି କର୍ତ୍ତବ୍ୟଚ୍ୟୁତ ହୁଏ, ତାର ଅପଯଶ ବହୁତ ବ୍ୟାପିଯାଏ। ତୁମେ ଭୟ ହେତୁ ଯୁଦ୍ଧରେ ବିରତ ହେଲ ବୋଲି ମହାରଥୀମାନେ ଭାବିବେ। ଯେଉଁମାନଙ୍କ ଧାରଣାରେ ତୁମେ ମାନ୍ୟଗଣ୍ୟ ହେଉଥିଲ, ଏବେ ସେହିମାନଙ୍କ ଦୃଷ୍ଟିରେ ତୁମେ ନଗଣ୍ୟ ହୋଇଯିବ। ତୁମେ କେବଳ ନିଜର ଆତ୍ମକଲ୍ୟାଣ ନିମନ୍ତେ ଯୁଦ୍ଧରେ ବିରତ ହୋଇଛ ବୋଲି ଭାବୁଛ, କିନ୍ତୁ ସତରେ ଯଦି ଏକଥା ହୋଇଥାନ୍ତା ଏବଂ ତୁମେ ଯଦି ଯୁଦ୍ଧକୁ ପାପ ମନେ କରିଥାନ୍ତ, ତେବେ ପ୍ରଥମରୁ ଏକାନ୍ତରେ ରହି ଭଜନ ଶ୍ରବଣ କରିଥାନ୍ତ ଏବଂ ଯୁଦ୍ଧ ପାଇଁ ତୁମର ପ୍ରବୃତ୍ତି ହୋଇନଥାନ୍ତା। କିନ୍ତୁ ଏକାନ୍ତରେ ନ ରହି ତୁମେ ଯୁଦ୍ଧରେ ପ୍ରବୃତ୍ତ ହୋଇଛ। ଏବେ ତୁମେ ଯୁଦ୍ଧରୁ ନିବୃତ୍ତ ହେଲେ ବଡ଼ ବଡ଼ ମହାରଥୀଗଣ ଭାବିବେ ଯେ ମୃତ୍ୟୁ ଭୟରେ ଅର୍ଜୁନ ଯୁଦ୍ଧରୁ ନିବୃତ୍ତ ହେଲା। ସେ ଧର୍ମ ବିଚାର କରିଥିଲେ ଯୁଦ୍ଧରୁ ନିବୃତ୍ତ ହୋଇନଥାନ୍ତା, କାରଣ ଯୁଦ୍ଧ କରିବା କ୍ଷତ୍ରିୟର ଧର୍ମ। ସେ କେବଳ ମୃତ୍ୟୁ ଭୟରେ ହିଁ ଯୁଦ୍ଧରୁ ନିବୃତ୍ତ ହୋଇଛି। ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଶଲ୍ୟ ପ୍ରଭୃତି ବଡ଼ ବଡ଼ ମହାରଥୀଙ୍କ ଦୃଷ୍ଟିରେ ତୁମେ ମାନ୍ୟଗଣ୍ୟ ହୋଇପାରିଛ। ଅର୍ଥାତ୍ ତାଙ୍କର ବିଶ୍ୱାସ ଅଛି ଯେ ଏକା ଅର୍ଜୁନ ହିଁ ଯୁଦ୍ଧ କରିବାର ଶ୍ରେଷ୍ଠ ବୀର। ସେ ଅନେକ ଦୈତ୍ୟ, ଦେବତା ଓ ଗନ୍ଧର୍ବ ପ୍ରଭୃତିଙ୍କୁ ଯୁଦ୍ଧରେ ପରାସ୍ତ କରିଛି। ଏବେ ଯଦି ତୁମେ ଯୁଦ୍ଧରୁ ନିବୃତ୍ତ ହେବ, ସେ ମହାରଥୀଙ୍କ ସମ୍ମୁଖରେ ତୁମେ ଲଘୁତା ଅର୍ଥାତ୍ ତୁଚ୍ଛତା ପ୍ରାପ୍ତ ହେବ, ଅର୍ଥାତ୍ ସେମାନଙ୍କ ଦୃଷ୍ଟିରେ ତୁମେ ପତିତ ହୋଇଯିବ। ତୁମର ଶତ୍ରୁଗଣ ତୁମ ସାମର୍ଥ୍ୟକୁ ନିନ୍ଦା କରି ବହୁତ ଅକଥନୀୟ ବଚନ କହିବେ। ତାଠାରୁ ବଳି ଆଉ ଦୁଃଖର କଥା ଆଉ କ'ଣ ହେବ? ଅହିତକାରୀ ବା ଶତ୍ରୁକୁ ଅହିତ କୁହାଯାଏ। ତୁମେ ଶତ୍ରୁତା ନ ରଖିଲେ ମଧ୍ୟ ଦୁର୍ଯ୍ୟୋଧନ, ଦୁଃଶାସନ ପ୍ରଭୃତି କର୍ଣ୍ଣ ପ୍ରଭୃତି ଶତ୍ରୁମାନେ ତୁମ ସଙ୍ଗେ ବୈର ଶତ୍ରୁତା ରଖି ତୁମର ଅନିଷ୍ଟ କରନ୍ତି। ସେମାନେ ତୁମର ସାମର୍ଥ୍ୟକୁ ଜାଣନ୍ତି ଯେ ଅର୍ଜୁନ ବଡ଼ ଯୋଦ୍ଧା। ଏପରି ଜାଣିବା ସତ୍ତ୍ୱେ ସେମାନେ ତୁମର ସାମର୍ଥ୍ୟକୁ ନିନ୍ଦା କରିବେ ଯେ ସେ ତ ଗୋଟିଏ ନପୁଂସକ। ଦେଖ, ଯୁଦ୍ଧ ସମୟରେ ସେ ପଛଘୁଞ୍ଚା ଦେଇ ଚାଲିଗଲା। ଆମ ସମ୍ମୁଖରେ ସେ କ'ଣ ତିଷ୍ଠି ପାରିଥାନ୍ତା? ସେ କ'ଣ ଆମ ସହିତ ଯୁଦ୍ଧ କରିପାରିଥାନ୍ତା? ଏଭଳି ତୁମକୁ ଦୁଃଖୀ କରିବା ପାଇଁ ଓ ତୁମ ହୃଦୟକୁ ଦଗ୍ଧୀଭୂତ କରିବା ପାଇଁ କେତେ କ'ଣ ଯେ ଅକଥ୍ୟ ବଚନ କହିବେ, ତାର ହିସାବ ନାହିଁ। ସେମାନଙ୍କ କଟୁ ବଚନକୁ ତୁମେ କିପରି ସହିବ? ଏହାଠାରୁ ବଳି ଆଉ ଦୁଃଖର ବିଷୟ କ'ଣ ହୋଇପାରେ? ସାଧାରଣତଃ ଦେଖାଯାଏ ଯେ ମନୁଷ୍ୟ ତୁଚ୍ଛା ବ୍ୟକ୍ତି ଦ୍ୱାରା ତିରସ୍କୃତ ହେଲେ ସେ ତାହା ସହିପାରେ ନାହିଁ ଏବଂ ନିଜ ଯୋଗ୍ୟତା ବା ବୀରତ୍ୱଠାରୁ ଅଧିକ ଦୁଃସାହସିକ କାର୍ଯ୍ୟ କରି ମୃତ୍ୟୁକୁ ବରଣ କରିନିଏ। ସେପରି ଶତ୍ରୁମାନଙ୍କ ଦ୍ୱାରା ଅକୁଚିତ ଭାବରେ ତୁମର ତିରସ୍କାର ହୋଇଲେ ତାହାକୁ ତୁମେ ସହିପାରିବ ନାହିଁ। ଫଳରେ ଉତ୍ତେଜିତ ହୋଇ ଯୁଦ୍ଧ ପାଇଁ ଡେଇଁ ପଡ଼ିବ। ତୁମେ ଯୁଦ୍ଧ ନ କରି ରହିପାରିବ ନାହିଁ। ବର୍ତ୍ତମାନ ସିନା ତୁମେ ଯୁଦ୍ଧରେ ବିରତ ହେଉଛ, କିନ୍ତୁ ସମୟ ଆସିଲେ ଯେତେବେଳେ ଯୁଦ୍ଧ ପାଇଁ ଡେଇଁ ପଡ଼ିବ, ସେତେବେଳେ ତୁମର କେଡ଼େ ନିନ୍ଦା ହେବ। ସେହି ନିନ୍ଦାକୁ ତୁମେ ସହିବ କିପରି? ଯଦି ତୁମେ ଯୁଦ୍ଧରେ ନିହତ ହେବ, ତୁମକୁ ସ୍ୱର୍ଗର ପ୍ରାପ୍ତି ହେବ, ଆଉ ଯଦି ଯୁଦ୍ଧରେ ଜିତିଯିବ, ତେବେ ପୃଥ୍ୱୀ ଭଳି ରାଜ୍ୟ ଭୋଗ କରିବ। ତେଣୁ ଏ କୁନ୍ତୀନନ୍ଦନ, ତୁମେ ଯୁଦ୍ଧ ପାଇଁ ନିଶ୍ଚୟ କରି ଠିଆ ହୁଅ। ଅର୍ଜୁନ କହିଥିଲେ ଯେ ଆମକୁ ଏକଥା ମଧ୍ୟ ଜଣା ନାହିଁ ଯେ ଯୁଦ୍ଧରେ ଆମେ ବିଜୟ ହେବୁ କି ସେମାନେ ବିଜୟ ହେବେ। ଅର୍ଜୁନଙ୍କର ସେ ସନ୍ଦେହକୁ ନେଇ ଭଗବାନ ଏଠାରେ ସ୍ପଷ୍ଟ କରି କହୁଛନ୍ତି ଯେ ଯୁଦ୍ଧରେ ତୁମେ କର୍ଣ୍ଣ ପ୍ରଭୃତିଙ୍କ ଦ୍ୱାରା ଯଦି ନିହତ ହେବ, ତେବେ ସ୍ୱର୍ଗ ଲାଭ କରିବ ଏବଂ ଯଦି ଯୁଦ୍ଧରେ ବିଜୟୀ ହେବ, ତେବେ ତୁମେ ଏଠାରେ ପୃଥିବୀ ସେମିତି ରାଜ୍ୟ ଭୋଗ କରିବ। ତାତ୍ପର୍ଯ୍ୟ ହେଉଛି ଯୁଦ୍ଧ କଲେ ତୁମର ଦୁଇ ଆଡ଼ୁ ଲାଭ, ଆଉ ଯୁଦ୍ଧ ନ କଲେ ଦୁଇ ଆଡ଼ୁ କ୍ଷତି। ତେଣୁ ଏଥିରେ ତୁମେ ଯୁଦ୍ଧରେ ପ୍ରବୃତ୍ତ ହେବା ଉଚିତ। ଭଗବାନ କହିବାକୁ ଚାହାନ୍ତି ଯେ ମୁଁ ସନ୍ଧିପ୍ରସ୍ତାବ ନେଇ ଯେତେବେଳେ କୌରବଙ୍କ ନିକଟକୁ ଯାଇଥିଲି, ସେତେବେଳେ ମାତା କୁନ୍ତୀ ତୁମ ପାଖକୁ ଏହି ସନ୍ଦେଶ ପଠାଇଥିଲେ ଯେ ତୁମେ ଯୁଦ୍ଧ କର। ତେଣୁ ଯୁଦ୍ଧରେ ନିବୃତ୍ତ ହେବା ତୁମ ପକ୍ଷେ ଅନୁଚିତ। ଯୁଦ୍ଧ କରିବାକୁ ନିଶ୍ଚୟ କରି ଠିଆ ହୋଇଯିବା ଉଚିତ। ଅର୍ଜୁନ ଯୁଦ୍ଧ ନ କରିବା ପାଇଁ ସ୍ଥିର କରିଥିଲେ ଏବଂ ଭଗବାନ ଏହି ଯୁଦ୍ଧ କରିବାକୁ ତାଙ୍କୁ ଆଜ୍ଞା ଦେଲେ। ଅର୍ଜୁନଙ୍କ ମନରେ ସନ୍ଦେହ ଏତେ ହେଲା, ଯୁଦ୍ଧ କରିବା ଠିକ୍ ନା ନ କରିବା ଠିକ୍? ସେହି ସନ୍ଦେହ ମୋଚନ କରିବାକୁ ଭଗବାନ ଏଠାରେ କହୁଛନ୍ତି, ତୁମେ ଯୁଦ୍ଧ ପାଇଁ ଦୃଢ଼ ନିଶ୍ଚୟ କରିନିଅ, ଏଥିରେ ସନ୍ଦେହ ରଖ ନାହିଁ। ଏଠାରେ ଭଗବାନଙ୍କର ଅଭିପ୍ରାୟ ଥିବା ଜଣାପଡ଼ିଛି ଯେ କୌଣସି ପରିସ୍ଥିତିରେ ମଧ୍ୟ ମନୁଷ୍ୟ ନିଜର ପ୍ରାପ୍ତ କର୍ତ୍ତବ୍ୟ ତ୍ୟାଗ କରିବା ଅନୁଚିତ, ବରଂ ଉତ୍ସାହ ତତ୍ପରତା ପୂର୍ବକ ତାହା ପାଳନ କରିବା ଉଚିତ। ମନୁଷ୍ୟର ମନୁଷ୍ୟତା କେବଳ କର୍ତ୍ତବ୍ୟ ପାଳନରେ ହିଁ ନିହିତ। ଜୟ, ପରାଜୟ, ଲାଭ, କୀର୍ତ୍ତି ଓ ସୁଖ ଦୁଃଖକୁ ସମାନ ମନେକରି ଯୁଦ୍ଧରେ ମନୋନିବେଶ କର। ଏଭଳି ଯୁଦ୍ଧ କଲେ ତୁମେ ପାପଭାଗୀ ହେବ ନାହିଁ। ଅର୍ଜୁନଙ୍କର ଆଶଙ୍କା ଥିଲା ଯେ ଯୁଦ୍ଧରେ କୁଟୁମ୍ବଜନଙ୍କୁ ହତ୍ୟା କଲେ ପାପ ହେବ। କିନ୍ତୁ ଭଗବାନ ଏଠାରେ କହୁଛନ୍ତି ପାପର କାରଣ ଯୁଦ୍ଧ ନୁହେଁ, ବରଂ ନିଜର କାମନା ହିଁ ପାପର କାରଣ। ତେଣୁ କାମନା ତ୍ୟାଗ କରି ତୁମେ ଯୁଦ୍ଧ ପାଇଁ ଠିଆ ହୋଇଯାଅ। ଯୁଦ୍ଧରେ ସର୍ବପ୍ରଥମେ ଜୟ ପରାଜୟ ହୁଏ। ଜୟ ପରାଜୟର ପରିଣାମ ହୁଏ ଲାଭ ଓ କ୍ଷତି, ତଥା ଲାଭ ଓ କ୍ଷତିର ପରିଣାମ ହୁଏ ସୁଖ ଓ ଦୁଃଖ। ଜୟ ପରାଜୟ ଓ ଲାଭ କ୍ଷେତ୍ରରେ ସୁଖୀ ଦୁଃଖୀ ହେବା ତୁମର ଉଦ୍ଦେଶ୍ୟ ନୁହେଁ। ତୁମର ଉଦ୍ଦେଶ୍ୟ ହେଉଛି ଏଥିରେ ସମଭାବ ରଖି ସ୍ୱ କର୍ତ୍ତବ୍ୟ ପାଳନ କରିବା। ଯୁଦ୍ଧରେ ଜୟ ପରାଜୟ, ଲାଭ କ୍ଷତି ଓ ସୁଖ ଦୁଃଖ ଆବଶ୍ୟକ ହେବ। ତେଣୁ ତୁମେ ପ୍ରଥମରୁ ବିଚାର କର ଯେ ମୋ ପାଇଁ କେବଳ ସ୍ୱ କର୍ତ୍ତବ୍ୟ ପାଳନ କରିବା ଉଚିତ। ଜୟ ପରାଜୟ ଆଦିର କୌଣସି ପ୍ରୟୋଜନ ନାହିଁ। ତାହେଲେ ଯୁଦ୍ଧ କଲେ ପାପ ହେବ ନାହିଁ, ଅର୍ଥାତ୍ ସାଂସାରିକ ବନ୍ଧନ ହେବ ନାହିଁ। ଉଭୟ ସକାମ ନିଷ୍କାମ ଭାବ ଦୃଷ୍ଟିରୁ
ସ୍ୱକର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ। ଯାହାର ସକାମ ଭାବ ଅଛି ସେ କର୍ତ୍ତବ୍ୟ କର୍ମ କରିବାରେ ଆଳସ୍ୟ ପ୍ରମାଦ କରିବା ଉଚିତ ନୁହେଁ, ବରଂ ଉଚ୍ଚ ତତ୍ପରତାପୂର୍ବକ ସ୍ୱକର୍ତ୍ତବ୍ୟ ପାଳନ କରିବା ଉଚିତ। ଯାହାର ନିଷ୍କାମ ଭାବ ରହିଛି ଓ ଯିଏ ସ୍ୱକଲ୍ୟାଣ ଚାହେଁ ସେ ମଧ୍ୟ ତତ୍ପରତାପୂର୍ବକ ସ୍ୱକର୍ତ୍ତବ୍ୟ ପାଳନ କରିବା ଉଚିତ। ସୁଖ ଆସିଲେ ଭଲ ଲାଗେ ଓ ଚାଲିଗଲେ ଖରାପ ଲାଗେ, ତଥା ଦୁଃଖ ଆସିଲେ ଖରାପ ଲାଗେ ଓ ଚାଲିଗଲେ ଭଲ ଲାଗେ। ତେଣୁ ଏଥିରେ କିଏ ଭଲ ଆଉ କିଏ ମନ୍ଦ, ଦୁଇଟି ଯାକ ସମାନ। ଏ ପ୍ରକାର ସୁଖ ଦୁଃଖର ସମବୁଦ୍ଧି ରଖି ତୁମେ ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ। ସୁଖ ଲୋଭରେ ତୁମର କୌଣସି କର୍ମର ପ୍ରବୃତ୍ତି ନ ହେଉ ଓ ଦୁଃଖ ଭୟରେ କୌଣସି କର୍ମରେ ନିବୃତ୍ତ ନ ହେଉ। ଶାସ୍ତ୍ର ଅନୁସାରେ ତୁମର କର୍ମର ପ୍ରବୃତ୍ତି ଓ ନିବୃତ୍ତି ହେଉ। ଏଠାରେ ପାପ ଶବ୍ଦଟି ପାପ ଓ ପୁଣ୍ୟ ଉଭୟର ବାଚକ। ଏହାର ଫଳ ସ୍ୱର୍ଗ ଓ ନରକର ପ୍ରାପ୍ତିରୂପ ବନ୍ଧନ, ଯାହାଦ୍ୱାରା ମନୁଷ୍ୟ ନିଜ କଲ୍ୟାଣରେ ବଞ୍ଚିତ ହୋଇ ବାରମ୍ବାର ଜନ୍ମମରଣ ଲାଭ କରିଥାଏ। ଭଗବାନ କହୁଛନ୍ତି, ହେ ଅର୍ଜୁନ, ସମତାରେ ସ୍ଥିତ ହୋଇ ଯୁଦ୍ଧପୂର୍ବକ କର୍ତ୍ତବ୍ୟ କଲେ ତୁମକୁ ପାପ ଓ ପୁଣ୍ୟ ବାନ୍ଧି ପାରିବ ନାହିଁ। ହେ ପାର୍ଥ, ଯେଉଁ ସମବୁଦ୍ଧିରେ ଯୁକ୍ତ ହୋଇ ତୁମେ କର୍ମବନ୍ଧନ ତ୍ୟାଗ କରିଦେବ, ସେ ସମବୁଦ୍ଧି ତୁମ ପାଇଁ ପ୍ରଥମେ ସାଂଖ୍ୟ ଯୋଗରେ କୁହାଗଲା। ଏବେ ତୁମେ ଏହାକୁ କର୍ମଯୋଗ ପ୍ରସଙ୍ଗରେ ଶୁଣ। ଏହି ପୂର୍ବ ଶ୍ଲୋକରେ ଭଗବାନ କହୁଛନ୍ତି ଯେ ଦେହୀ ଦେହ ସମ୍ବନ୍ଧରେ ଯଥାଯଥ ବିବେକ ହୋଇଗଲେ ସମତାରେ ନିଜର ସ୍ୱତଃଶକ୍ତି ଅନୁଭୂତ ହୁଏ। ଏହି ଦେହ ପ୍ରତି ଅନୁରାଗୀ ଥିବାରୁ ବିଷମତା ଆସେ। ସାଂଖ୍ୟ ଯୋଗରେ ଏହି ପ୍ରକାର ସମବୁଦ୍ଧିର ବର୍ଣ୍ଣନା ହୋଇଛି। ବର୍ତ୍ତମାନ ଏହି ସମ୍ବନ୍ଧକୁ ତୁମେ କର୍ମଯୋଗ ବିଷୟରେ ଶୁଣ। କର୍ମଯୋଗରେ ଏହି ସମବୁଦ୍ଧି କିପରି ପ୍ରାପ୍ତ ହୁଏ, ତାର ସ୍ୱରୂପ କ'ଣ, ଏହାର ମହିମା କ'ଣ, ଏହି ବୃଦ୍ଧିକୁ ଭଗବାନ ଯୋଗ ବିଷୟରେ ଶୁଣିବା ପାଇଁ କହିଛନ୍ତି। ଯୁଦ୍ଧ କଲେ ପାପ ଲାଗିବ ବୋଲି ଅର୍ଜୁନଙ୍କର ମନରେ ଆଶଙ୍କା ଥିଲା, କିନ୍ତୁ ଭଗବାନଙ୍କ ମତରେ କର୍ମରେ ବିଷମ ବୁଦ୍ଧି ଅର୍ଥାତ୍ ରାଗ ଦୋଷ ହେଲେ ପାପ ଲାଗେ, ସମବୁଦ୍ଧି ହେଲେ ପାପ ଲାଗେ ନାହିଁ। ସଂସାରରେ ଅନେକ ପାପ ପୁଣ୍ୟ କ୍ରିୟା ହେଉଥିଲେ ମଧ୍ୟ ତା ଦ୍ୱାରା ଆମକୁ ପାପ ଲାଗେ ନାହିଁ, କାରଣ ସେଥିରେ ଆମର ସମବୁଦ୍ଧି ରହେ, ଅର୍ଥାତ୍ ସେଥିରେ ଆମର କୌଣସି ପକ୍ଷପାତ, ଆଗ୍ରହ, ରାଗ ଦୋଷ ରହେ ନାହିଁ। ସେପରି ତୁମେ ସମବୁଦ୍ଧିଯୁକ୍ତ ହେଲେ ଏହି କର୍ମ ମଧ୍ୟ ତୁମ ପାଇଁ ବନ୍ଧନକାରକ ହେବ ନାହିଁ। ଅର୍ଜୁନ ନିଜ କଲ୍ୟାଣ କଥା ପଚାରିଥିଲେ, ତେଣୁ ଭଗବାନ କଲ୍ୟାଣର ମୁଖ୍ୟ ସାଧନଗୁଡ଼ିକର ବର୍ଣ୍ଣନା କରୁଛନ୍ତି। ପ୍ରଥମେ ଭଗବାନ ସାଂଖ୍ୟ ଯୋଗର ସାଧନା କହି କର୍ତ୍ତବ୍ୟ କର୍ମ କରିବା ଉପରେ ବିଶେଷ ଗୁରୁତ୍ୱ ଦେଲେ ଯେ କ୍ଷତ୍ରିୟ ପାଇଁ ଧର୍ମମୟ ଯୁଦ୍ଧଠାରୁ ଭଳି ଅନ୍ୟ କୌଣସି ଶ୍ରେୟସ୍କର ସାଧନ ନାହିଁ। ପୁନଶ୍ଚ କହିଲେ, ସମବୁଦ୍ଧିଯୁକ୍ତ ହୋଇ ଯୁଦ୍ଧ କଲେ ପାପ ଲାଗେ ନାହିଁ। ଏବେ ସେହି ସମବୁଦ୍ଧିକୁ କର୍ମଯୋଗ ବିଷୟରେ କହୁଛନ୍ତି। ଲୋକ ସଂଗ୍ରହ ଅର୍ଥାତ୍ ଲୋକ ଶିଖିବା ପାଇଁ କର୍ମ କଲେ, ଅର୍ଥାତ୍ ନିଃସ୍ୱାର୍ଥ ଭାବରେ ଲୋକମର୍ଯ୍ୟାଦା ସୁରକ୍ଷିତ ରଖିବା ପାଇଁ ଲୋକମାନଙ୍କୁ ଅସତ୍ ପଥରୁ ନିବୃତ୍ତ କରି ସତ୍ ପଥରେ ପ୍ରବୃତ୍ତ କରିବା ପାଇଁ କର୍ମ କଲେ ସମତା ପ୍ରାପ୍ତି ସହଜ ହୋଇଯାଏ। ସମତା ପ୍ରାପ୍ତ ହେଲେ କର୍ମଯୋଗୀ ସହଜରେ କର୍ମବନ୍ଧରୁ ମୁକ୍ତ ହୋଇଯାଏ। ତେଣୁ କର୍ମଯୋଗ ବିଷୟରେ ଏଠାରେ କର୍ମଯୋଗ ବିଷୟରେ ଅର୍ଥାତ୍ ନିଷ୍ଠା ବା ସମତା ବିଷୟରେ କୁହାଯାଇଛି। ତେଣୁ ଏଥିରୁ ଜଣାପଡ଼ୁଛି ଯେ କର୍ତ୍ତବ୍ୟ କ'ଣ, ଅକର୍ତ୍ତବ୍ୟ କ'ଣ, ଅର୍ଜୁନ ପାଇଁ ଯୁଦ୍ଧ କରିବା କର୍ତ୍ତବ୍ୟ କି ଯୁଦ୍ଧ ନ କରିବା କର୍ତ୍ତବ୍ୟ, ଏ ବିଷୟ ବର୍ଣ୍ଣନା ହେବା ଆବଶ୍ୟକ। ତେଣୁ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବର୍ଣ୍ଣନା କରିବା ପାଇଁ ଭଗବାନ ଉପଯୁକ୍ତ ଶ୍ଲୋକରେ ଏକଥା କହିସାରିବା ପରେ ସମତା କଥା କହିଲେ। ତାତ୍ପର୍ଯ୍ୟ ହେଉଛି କର୍ତ୍ତବ୍ୟ ଅକର୍ତ୍ତବ୍ୟ ତ୍ୟାଗ ଓ କର୍ତ୍ତବ୍ୟ ପାଳନ କର୍ମର ସିଦ୍ଧି ଅସିଦ୍ଧିରେ ଓ ଫଳର ପ୍ରାପ୍ତି ଅପ୍ରାପ୍ତିରେ ସମ ରହିବା ବିଷୟରେ ବର୍ଣ୍ଣନା କରାଯାଇଛି। ମନୁଷ୍ୟ ଲୋକରେ ସମବୁଦ୍ଧିଯୁକ୍ତ ଧର୍ମ ଆରମ୍ଭ ହୋଇଗଲେ ସେ ଆରମ୍ଭରେ ବିନାଶ ହୁଏ ନାହିଁ, ଏହାର ବିପରୀତ ଫଳ ମଧ୍ୟ ହୁଏ ନାହିଁ ଏବଂ ଏହାର ସ୍ୱଳ୍ପ ଅନୁଷ୍ଠାନ ମଧ୍ୟ ଜନ୍ମ ରୂପକ ମହାଭୟରୁ ରକ୍ଷା କରେ। ଏହି ସମବୁଦ୍ଧି ଅର୍ଥାତ୍ ସମତା କେବଳ ଆରମ୍ଭ ହୋଇଗଲେ ସେ ଆରମ୍ଭରେ ମଧ୍ୟ ବିନାଶ ହୁଏ ନାହିଁ। ମନରେ ସମତା ପ୍ରାପ୍ତି କରିବାର ଲାଳସା ବା ଉତ୍କଣ୍ଠା ହେବା ଦ୍ୱାରା ହିଁ ସମତାର ଆରମ୍ଭ। ଏହି ଆରମ୍ଭର କେବେ ଅଭାବ ହୁଏ ନାହିଁ, କାରଣ ସତ୍ୟ ବସ୍ତୁର ଲାଳସା ମଧ୍ୟ ସତ୍ୟ ହୋଇଥାଏ। ଏହି ମନୁଷ୍ୟ ଲୋକରେ କେବଳ ମନୁଷ୍ୟ ହିଁ ସମବୁଦ୍ଧି ଲାଭ କରିବାର ଅଧିକାରୀ। ମନୁଷ୍ୟ ଛଡ଼ା ଅନ୍ୟ ସମସ୍ତେ ଭୋଗଜନ୍ୟ ହୋଇଥିବାରୁ ସେ ସବୁଜୀବମାନଙ୍କର ବିଷମତା ଅର୍ଥାତ୍ ରାଗ ଦୋଷ ନାଶ କରିବାର ଅବସର ନାହିଁ, କାରଣ ଭୋଗ କେବଳ ରାଗ ଦୋଷ ରୂପକ ହୁଏ। ଯଦି ରାଗ ଦୋଷ ନାହିଁ, ତେବେ ତାହା ଭୋଗ ହୋଇପାରିବ ନାହିଁ, ବରଂ ସାଧନା ହିଁ ହେବ। ସକାମ ଭାବରେ କରାଯାଉଥିବା କର୍ମରେ ଯଦି ମନ୍ତ୍ର ଉଚ୍ଚାରଣ, ଯଜ୍ଞବେଦୀ ପ୍ରଭୃତିରେ କୌଣସି ନ୍ୟୁନତା ରହିଯାଏ, ତେବେ ତାହାର ବିପରୀତ ଫଳ ମିଳେ। ଧରାଯାଉ କେହି ପୁତ୍ରପ୍ରାପ୍ତି ପାଇଁ ପୁତ୍ରିଷ୍ଟ ଯଜ୍ଞ କରୁଛି, ସେଥିରେ କୌଣସି ବିଧାନରେ ତ୍ରୁଟି ହେଲେ ପୁତ୍ର ଜନ୍ମ ହେବା ତ ଦୂରର କଥା, ଓଲଟା ଘରେ କାହାର ମୃତ୍ୟୁ ମଧ୍ୟ ହୋଇପାରେ। ଏତେ ବିପରୀତ ଫଳ ନ ହେଲେ ବି ହୁଏତ ବିକଳାଙ୍ଗ ପୁତ୍ର ଜାତ ହୋଇପାରେ। କିନ୍ତୁ ଯେଉଁ ମନୁଷ୍ୟ ସମବୁଦ୍ଧି ଅନୁଷ୍ଠାନ କରିବାକୁ ପ୍ରଯତ୍ନ କରେ, ତାର ପ୍ରଯତ୍ନ ଅନୁଷ୍ଠାନ ଫଳ କେବେ ବିପରୀତ ହୁଏ ନାହିଁ, ଅର୍ଥାତ୍ କାରଣ ଅନୁଷ୍ଠାନରେ ଫଳ ଇଚ୍ଛା ନଥାଏ। ଫଳ ଇଚ୍ଛା ନଥିବା ପର୍ଯ୍ୟନ୍ତ ସମତା ଆସେ ନାହିଁ ଏବଂ ସମତା ଆସିଲେ ଫଳ ଇଚ୍ଛା ରହେ ନାହିଁ। ସୁତରାଂ ତାଙ୍କ ଅନୁଷ୍ଠାନରେ ଆଦୌ ବିପରୀତ ଫଳ ହୁଏ ନାହିଁ କି ହେବା ସମ୍ଭବ ନୁହେଁ। ବିପରୀତ ଫଳ କ'ଣ? ସଂସାରରେ ବିଷମତା ହେବା ହିଁ ବିପରୀତ ଫଳ। କୌଣସି ସାଂସାରିକ କାର୍ଯ୍ୟରେ ରାଗ ହେବା, କୌଣସି କାର୍ଯ୍ୟରେ ଦୋଷ ହେବା ହେଉଛି ବିଷମତା। ଏହି ବିଷମତା ସକାଶେ ହିଁ ଜନ୍ମ ରୂପକ ବନ୍ଧନ ହୁଏ।
କିନ୍ତୁ ମନୁଷ୍ୟଟିର ସମତା ଆସିଗଲେ ରାଗଦୋଷ ରହେ ନାହିଁ ଏବଂ ରାଗଦୋଷ ନ ରହିଲେ ବିଷମତା ରହେ ନାହିଁ। ଏଣୁ ତାଙ୍କର ବିପରୀତ ଫଳ ହେବାର କୌଣସି କାରଣ ବି ନାହିଁ। ଯଦି ସମବୁଦ୍ଧି ରୂପକ ଧର୍ମ ସ୍ୱଳ୍ପ ଅନୁଷ୍ଠିତ ହୋଇଯାଏ ଏବଂ ଜୀବନରେ ଓ ଆଚରଣରେ କିଞ୍ଚିତ ମାତ୍ର ସମତା ଆସିଯାଏ, ତା ଜନ୍ମ ମୃତ୍ୟୁ ମରଣ ରୂପକ ମହାବାହୁରୁ ରକ୍ଷା କରେ। ସକାମ କର୍ମ ଫଳ ଦେଇ ନଷ୍ଟ ହୋଇଯିବା ପରି ଏ ସମତା ଧନ ସମ୍ପତ୍ତି ଇତ୍ୟାଦି କୌଣସି ଫଳ ଦେଇ ନଷ୍ଟ ହୁଏ ନାହିଁ, ବରଂ ଦାସବନ ଧନ ସମ୍ପତ୍ତି ଇତ୍ୟାଦି ପ୍ରାପ୍ତ ପାଇଁ ଏହାର ଫଳ ନୁହେଁ। ସାଧକର ଅନ୍ତଃକରଣରେ ଅନୁକୂଳ ପ୍ରତିକୂଳ ବସ୍ତୁ, ବ୍ୟକ୍ତି, ଘଟଣା, ପରିସ୍ଥିତି ଆଦି ପ୍ରତି ଯେତିକି ସମତା ଆସେ, ସେତିକି ସମତା ଅଟଳ ହୋଇଯାଏ। ଏ ସମତା କେବଳ ନଷ୍ଟ ହୁଏ ନାହିଁ। ଉଦାହରଣ ସ୍ୱରୂପ ଯୋଗଭ୍ରଷ୍ଟ ସାଧନ ଅବସ୍ଥାରେ ଯେତିକି ସମତା ଆସେ, ସେପରି ଯେତିକି ସାଧନ ସାମଗ୍ରୀ ଆସେ, ସ୍ୱର୍ଗାଦି ଉଚ୍ଚ ଲୋକରେ ବହୁତ ବର୍ଷ ପର୍ଯ୍ୟନ୍ତ ସୁଖ ଭୋଗିଲେ ମର୍ତ୍ତ୍ୟଲୋକର ଧନବାନଙ୍କ ଘରେ ଭୋଗ ଉପଭୋଗ କଲେ ମଧ୍ୟ ତାହା ନଷ୍ଟ ହୁଏ ନାହିଁ। ଏହି ସମତା ଓ ସାଧନ ସାମଗ୍ରୀ କେବେ ହେଲେ କିଛି ମାତ୍ରେ ବି ନଷ୍ଟ ହୁଏ ନାହିଁ, ଯଥାବତ୍ ସୁରକ୍ଷିତ ରହିଥାଏ, କାରଣ ଏସବୁ ସତ୍ ଓ ଚିରସ୍ଥାୟୀ। ଧର୍ମ ଦୁଇ ପ୍ରକାର, ଦାନ କରିବା, ଜଳଛତ୍ର ଓ ଅନ୍ତଃଛତ୍ର ଖୋଲିବା ଭଳି ପରୋପକାର କରିବା ଓ ବର୍ଣ୍ଣାଶ୍ରମ ଅନୁସାରେ ନିଜର ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ ତତ୍ପଦାକୁ ପାଳନ କରିବା। ଏ ଧର୍ମକୁ ନିଷ୍କାମ ଭାବରେ ପାଳନ କଲେ ସମତା ରୂପକ ଧର୍ମ ସ୍ୱତଃ ପ୍ରାପ୍ତି ହୁଏ, କାହିଁକିନା ଏ ସମତା ରୂପକ ଧର୍ମ ହେଉଛି ସ୍ୱୟଂର ଧର୍ମ ଅର୍ଥାତ୍ ସ୍ୱରୂପ। ଏଥିପାଇଁ ଏଠାରେ ସମବୁଦ୍ଧିକୁ ଧର୍ମ କୁହାଯାଇଛି। ସମତା ଦୁଇ ପ୍ରକାର, ଅନ୍ତଃକରଣର ସମତା ଓ ସ୍ୱରୂପର ସମତା। ସମରୂପକ ପରମାତ୍ମା ସମତା ପରିପୂର୍ଣ୍ଣ। ସେ ସମରୂପ ପରମାତ୍ମାଠାରେ ଯିଏ ସ୍ଥିତ ହୋଇଗଲା, ସେ ସମଗ୍ର ସଂସାରକୁ ଜିଣିଗଲା ଏବଂ ଜୀବନମୁକ୍ତ ହୋଇଗଲା। ଅନ୍ତଃକରଣ ସମତା ଦ୍ୱାରା ହିଁ ଏହାର ପରିଚୟ ମିଳେ। ସିଦ୍ଧି ଅସିଦ୍ଧିରେ ସମ ରହିବା ହିଁ ଅନ୍ତଃକରଣ ସମତା। ପ୍ରଶଂସା ହେଉ ବା ନିନ୍ଦା ହେଉ, କାର୍ଯ୍ୟ ସଫଳ ହେଉ ବା ଅସଫଳ ହେଉ, ଲକ୍ଷେ ଟଙ୍କା ମିଳିଯାଉ ବା ଚାଲିଯାଉ, କିନ୍ତୁ ତାଦ୍ୱାରା ଅନ୍ତଃକରଣରେ କୌଣସି ଅସ୍ଥିରତା ନ ଆସୁ, ସୁଖ ଦୁଃଖ ହର୍ଷ ଶୋକ ଇତ୍ୟାଦି ନ ହେଉ। ଏ ସମତା କେବେ ନଷ୍ଟ ହୁଏ ନାହିଁ, କାରଣ କଲ୍ୟାଣ ବ୍ୟତୀତ ଏ ସମତାର ଅନ୍ୟ କୌଣସି ଫଳ ନାହିଁ। ମନୁଷ୍ୟ ତପ, ଦାନ, ତୀର୍ଥ, ବ୍ରତ ଇତ୍ୟାଦି ଯେକୌଣସି ପୁଣ୍ୟକର୍ମ କରୁ ପଛେ ତାର ଫଳ ଦେଇ ନଷ୍ଟ ହୋଇଯାଏ, କିନ୍ତୁ ସାଧନା କରି କରି ଅନ୍ତଃକରଣରେ ସାମାନ୍ୟ ସମତା ଅତି ନିର୍ଭୀକତା ଆସିଗଲେ ତାହା କେବେ ନଷ୍ଟ ହୁଏ ନାହିଁ, ବରଂ କଲ୍ୟାଣ କରିଦିଏ।